ଜଗନ୍ନାଥଙ୍କ କ୍ଷେତ୍ର ଅରୁଣ ସ୍ତମ୍ଭ ନିକଟରେ ଗୋଟେ ବଡ଼ ପାର୍ଟିରେ 3 ଥର ବଳିଆ ବଳିଆ ବୋଲି ଶବ୍ଦ ଆସିଥିଲା। ଜଗନ୍ନାଥଙ୍କ ଦର୍ଶନ ସାରି ଅରୁଣ ସ୍ତମ୍ଭ ପାଖରେ ପହଞ୍ଚିଲା ବେଳକୁ କିଏ କାହାକୁ ଡାକୁଥିଲା ମୁଁ କହିପାରିବିନି, କିନ୍ତୁ ବଳିଆ 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 3 ଥର ଶବ୍ଦ ମୋତେ ଶୁଭିଲା। ସେଇଦିନ ଠାରୁ ମୁଁ ନିଜକୁ ବଳିଆ ବୋଲି କହିଲି। ଆପଣ ଏମିତି ଜଣେ ବାବା, ଆପଣ ବିଧବା କଥା କହୁଛନ୍ତି, ବାହାଘର କଥା କହୁଛନ୍ତି, ଆମିଷ ଖାଇବ କି ନାହିଁ କହୁଛନ୍ତି, ନେତା କେମିତି କାମ କରିବେ ସେ ବିଷୟରେ କହୁଛନ୍ତି। ଭଗବାନଙ୍କୁ ଆପଣ କେମିତି ଦେଖନ୍ତି? କେଉଁଠି ଅଛନ୍ତି? ନା ଆପଣଙ୍କ ଭିତରେ କନଫିଡେନ୍ସ ଅଛି କି ବିନା ଡାକ୍ତରୀ ଚିକିତ୍ସାରେ ଆପଣ ରୋଗ ଭଲ କରିଦେବେ? ଆପଣଙ୍କ ଫିଲୋସଫି କ'ଣ, ଦର୍ଶନ କ'ଣ? ଗୋଟିଏ ଲାଇନରେ ଯଦି କହିବି ବାବା ବଳିଆ କ'ଣ ଚାହାନ୍ତି, କେଉଁ ଦର୍ଶନ ଉପରେ ତାଙ୍କର କଥା ସବୁ ଆଧାରିତ? ମୁଁ ଚାହେଁ ପୃଥିବୀ ଧ୍ୱଂସ ବିମୁକ୍ତ ହେଉ। ତ ଲୋକମାନେ ଆପଣଙ୍କୁ କହୁଥିବେ ଯେ ପଇସା କେମିତି ମୋ ପାଖରେ ନାହିଁ, ଗରିବ କେମିତି ଦୂର ହେବ, ମୋ ପାଖରେ ଟଙ୍କା ନାହିଁ ପୁଅ ବାହାଘର କରିବା ପାଇଁ, ଝିଅ ବାହାଘର କରିବା ପାଇଁ, ବଞ୍ଚିବା ପାଇଁ। ତ ତାଙ୍କୁ ସଲ୍ୟୁସନ୍ ଆପଣ କ'ଣ ଦିଅନ୍ତି? ତ ବାବାମାନଙ୍କ ପାଖକୁ ଲୋକ ଆସନ୍ତି ଏଇସବୁ ଗୁପ୍ତ ଜିନିଷ ପାଇବା ପାଇଁ। ମାନେ ମୋର ଛୁଆ ପିଲା ହେଉନାହାନ୍ତି, ବାବାଙ୍କ ପାଖକୁ ଗଲେ ଛୁଆ ପିଲା ହେଇଯିବ। ମୋର ଟଙ୍କା ପଇସା ନାହିଁ, ବାବା ଟିକେ ଆଶୀର୍ବାଦ କଲେ ଟଙ୍କା ପଇସା ମିଳିବ। ମୁଁ ଇଲେକ୍ସନରେ ଟିକେଟ୍ ପାଇବି, ବାବାଙ୍କ ପାଖକୁ ଗଲେ ଟିକେଟ୍ ହୁଏତ ମିଳିବ। ଏଇସବୁ ଭୌତିକ ଆଶା ଧରିକି ଲୋକ ଆପଣଙ୍କ ପାଖକୁ ଆସୁଛନ୍ତି ନା ନାହିଁ? ବାବାଙ୍କର ଫଲୋଅର ସଂଖ୍ୟା କମିଯିବେ। ଯଦି ଆପଣ ଚମତ୍କାରିତା ଦେଖେଇବେ ଆପଣଙ୍କ ପାଖରେ ଲୋକ ବଢ଼ିବେ। ବିଧବା ବିବାହ କରିବା ପାଇଁ ଆପଣ ଗୁରୁତ୍ୱ ଦେଉଛନ୍ତି। ଆଜିକାଲି ଲୋକ ତ ପାଠ ପଢ଼ିଲେଣି, ସେଇଟା କ'ଣ ଆପଣଙ୍କୁ କହିବା ପାଇଁ ପଡ଼ୁଛି? ରାଜା ରାମମୋହନ ରାୟ ବିଧବା ବିବାହ କରୁଥିଲେ, ଆମେ ଇତିହାସରେ ପଢ଼ୁଛେ। ବିଧବା ବିବାହ କଥା କହିବା ପାଇଁ କାହିଁ ପଡ଼ୁଛି? ଆଉ ଆପଣ ମଝିରେ କହୁଥିଲେ ସିନ୍ଦୁର ଲଗାନ୍ତୁ ସବୁ ବିଧବା ମାନେ, ଏସବୁ ପରମ୍ପରା ବିରୋଧୀ କି ନୁହେଁ? ସ୍ୱାମୀ ମରିଗଲା, ସ୍ତ୍ରୀ ଯଦି ଚାହିଁବ ଯେ ମୁଁ ଏ ସିନ୍ଦୁର ଆଜିଠାରୁ ଲିଭିଗଲା, ମୋ ଶଙ୍ଖା ଚାଲିଗଲା, କିନ୍ତୁ ସିଏ ଯଦି ଚାହିଁବ ଆଉ ତମେ ଜବରଦସ୍ତି ତାକୁ ମାରିବ, ତା ସିନ୍ଦୁରକୁ ଲିଭେଇବ, ତୁମେ ହାତରୁ କାଚକୁ ଭାଙ୍ଗିବ, ତାଠାରୁ ବଳି ଦୁଃଖର କଥା କିଛି ନାହିଁ। ଆପଣ କ'ଣ କେବେ ଜୀବନରେ ଭୂତ ଦେଖିଛନ୍ତି? ଅଶରୀର ଗୋଟେ ଅଶରୀରୀ ଦୁନିଆ ଅଛି। ଦୁନିଆଟା ଅଛି ବୋଲି ଅନେକଙ୍କର ମତ, ଅନେକ ସାଧୁସନ୍ଥ ମାନେ ମଧ୍ୟ ଆ ଉପରେ କହିଛନ୍ତି, କିନ୍ତୁ ମୁଁ ସେ ରାଜ୍ୟକୁ ଯାଇନି। ଫିଲ୍ କରନ୍ତି କି ନାହିଁ? ହଁ, ଫିଲ୍ କରିଛି। କେମିତି ଫିଲ୍ କରିଛନ୍ତି? ଗୋଟେ ଶବ୍ଦ ମୁଁ ଶୁଣିଛି, ଦିଟା ଶବ୍ଦ ମୁଁ ଶୁଣିଛି। ମୁଁ ଥରେ ଗୋଟେ ଚାଳ ଘରେ ବସିଥିଲି, ସେ ଥିଲେ, କିନ୍ତୁ ସେ କେତେବେଳେ ପଳେଇ ଆସିଛି ମୁଁ ଜାଣିନି। ମୁଁ ଯେତେବେଳେ ମଣ୍ଟୁ ମଣ୍ଟୁ ବୋଲି ଡାକିଲି, ଗୋଟେ ଶବ୍ଦ ଆସିଲା, ମଣ୍ଟୁ ଏଠି ନାହିଁ। ନମସ୍କାର। ଆଧ୍ୟାତ୍ମିକ ଗୁରୁ ବାବା ବଳିଆଙ୍କୁ ମୁଁ ଆପଣଙ୍କ ସହ ପରିଚୟ କରିବାର ଆବଶ୍ୟକତା ନାହିଁ। ବାବା ବଳିଆଙ୍କୁ ଟିଭି ଚ୍ୟାନେଲରେ ଆପଣ ଦେଖୁଥିବେ। ମୁଁ ବି ଟିଭି ଚ୍ୟାନେଲରେ କାମ କରୁଥିଲା ବେଳେ ବାବାଙ୍କୁ ଅନେକ ଥର ସାକ୍ଷାତକାର ନେଇଛି। ବାବାଙ୍କ ସମ୍ପର୍କରେ ମୋର କେତୋଟି କୌତୂହଳ ରହିଛି। ଆଜି ଲାଇଭ୍ 360 ନ୍ୟୁଜ୍ ରୁମ୍ର ଏହି ପଡ଼କାଷ୍ଟ କାର୍ଯ୍ୟକ୍ରମରେ ବାବା ବଳିଆଙ୍କୁ ଭେଟିବା। ଜୀବନକୁ ନେଇ ଆପଣଙ୍କ ଭିତରେ ଅନେକ ଗୁଡ଼ିଏ ପ୍ରଶ୍ନ ଥାଇପାରେ, ବୌଦ୍ଧିକ ପ୍ରଶ୍ନ, ଦାର୍ଶନିକ ପ୍ରଶ୍ନ, ଯେଉଁ ପ୍ରଶ୍ନର ଉତ୍ତର ଆପଣ ଏତେ ସହଜରେ ପାଇପାରନ୍ତି ନାହିଁ। ବେଳେବେଳେ ଆଧ୍ୟାତ୍ମିକ ଗୁରୁମାନଙ୍କର ଆମେ ସାହାଯ୍ୟ ଲୋଡ଼ୁ ଏବଂ ଜାଣିବା ପାଇଁ ଚାହୁଁ ଯେ ପ୍ରକୃତରେ ମୋ ମନ ଭିତରେ ଉଠୁଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର କ'ଣ। ଅନେକ ଗୁଡ଼ିଏ କୌତୂହଳପୂର୍ଣ୍ଣ ପ୍ରଶ୍ନର ଉତ୍ତର ମୁଁ ଆଜି ଆପଣଙ୍କ ସାମ୍ନାରେ ବାବାଙ୍କ ଜରିଆରେ ଆପଣଙ୍କ ସାମ୍ନାରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବି। ବାବା ବଳିଆ ଜଣେ ଆଧ୍ୟାତ୍ମିକ ଗୁରୁ, ଯାହାଙ୍କୁ ବାବା ବୋଲି କୁହାଯାଏ। ବାବା ଶବ୍ଦ ତ ଏତେ କଳଙ୍କିତ ହେଇଛି, ସେ ତ ବଳିଆ। ଆପଣଙ୍କ ପଛରେ ଯେଉଁ ବାବା ଶବ୍ଦଟି ଲାଗିଛି, ମୋତେ ଲାଗୁଛି ଆପଣଙ୍କୁ ସହଜ ଲାଗୁଛି ନା ଆପଣ ଅସହଜ ଲାଗେ? ବେଳେ ମୂଳରୁ ମୋତେ ଭଲ ଲାଗେନି, କିନ୍ତୁ ବାବା ବଳିଆ ବୋଲି ଲୋକ କହନ୍ତି। ବାବା ବଳିଆ ବୋଲି ବାବା ଶବ୍ଦ ଲୋକମାନେ ହିଁ ସଦାବେଳେ ଡାକୁଛନ୍ତି। ହଁ, କିନ୍ତୁ ପୁରୀ ଜଗନ୍ନାଥଙ୍କ କ୍ଷେତ୍ର ଅରୁଣ ସ୍ତମ୍ଭ ନିକଟରେ ଗୋଟେ ବଡ଼ ପାର୍ଟିରେ 3 ଥର ବଳିଆ ବଳିଆ ବୋଲି ଶବ୍ଦ ଆସିଥିଲା। କାହାକୁ ଆସିଥିଲା? ମାନେ ଆମେ ଯେତେବେଳେ
ଜଗନ୍ନାଥଙ୍କ ଦର୍ଶନ କରି ଜଣେ ମଲ୍ଲିପୁର ନିବାସୀ କିଶୋର ନଗର ମଲ୍ଲିପୁର ନିବାସୀ ତ୍ରିଲୋଚନ ମହାନ୍ତି ମୋ ସାଙ୍ଗରେ ଥିଲେ। ଆମେ 3 ଦିନ 4 ଦିନ ରହିବା ପାଇଁ ଯାଇଥିଲୁ ପୁରୀ, କିନ୍ତୁ ଭଲ ଲାଗିଲାନି, ଆମେ ପଳେଇବା ଆଉ। ଜଗନ୍ନାଥଙ୍କ ଦର୍ଶନ ସାରି ଅରୁଣ ସ୍ତମ୍ଭ ପାଖରେ ପହଞ୍ଚିଲା ବେଳକୁ କିଏ କାହାକୁ ଡାକୁଥିଲା ମୁଁ କହିପାରିବିନି, କିନ୍ତୁ ବଳିଆ 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 3 ଥର ଶବ୍ଦ ମୋତେ ଶୁଭିଲା, ତ୍ରିଲୋଚନ ବାବୁଙ୍କୁ ବି ଶୁଭିଲା, ଏବଂ ସେଇଦିନ ଠାରୁ ମୁଁ ନିଜକୁ ବଳିଆ ବୋଲି କହିଲି। ତା ପୂର୍ବରୁ ଆପଣଙ୍କ ନାଁ କ'ଣ ଥିଲା? ତା ପୂର୍ବରୁ ମୋର ଗୁରୁ ବୁଲାରାମ ଦାସ, ଦୀକ୍ଷା ଗୁରୁ, ଠାକୁର ନିଗମାନନ୍ଦଙ୍କର ଶିଷ୍ୟ, ସିଏ ନାଁ ଦେଇଥିଲେ ବାବା ବଳରାମ ଦାସ। ବଳିଆ ବାବା ଆପଣ ହେଇଗଲେ। ଏଇଠୁ ବଳିଆ ବାବା ଆରମ୍ଭ ହେଲା। ତ ବାବାଙ୍କର କାମ ହେଉଛି ଆଧ୍ୟାତ୍ମିକ ଦର୍ଶନ। ଆପଣ ଏମିତି ଜଣେ ବାବା, ଆପଣ ବିଧବା କଥା କହୁଛନ୍ତି, ବାହାଘର କଥା କହୁଛନ୍ତି, ଆମିଷ ଖାଇବ କି ନାହିଁ କହୁଛନ୍ତି, ନେତା କେମିତି କାମ କରିବେ ସେ ବିଷୟରେ କହୁଛନ୍ତି। ବାବା ଆମକୁ ଭୌତିକ ଦୁନିଆରୁ ବାହାରକୁ ନେଇଯିବେ, ଅର୍ଥାତ୍ ଆଖି ଆଗରେ ଯେଉଁ ଘଟଣା ସବୁ ଘଟୁଛି ତା ଉର୍ଦ୍ଧ୍ୱରେ ଯିଏ ଚିନ୍ତା କରନ୍ତି ସେ ହେଉଛନ୍ତି ବାବା ବା ସନ୍ନ୍ୟାସୀ, ଯାହାଙ୍କର ଏଇ ଭୌତିକ ଦୁନିଆ ସହିତ କମ୍ ସମ୍ପର୍କ ଥାଏ। ଟଙ୍କା କମେଇବ କେମିତି, ବାହା ହେବ କେମିତି, ଖୁସିରେ ରହିବ କେମିତି, ଏସବୁ କାମ କ'ଣ ବାବାମାନଙ୍କର? ବାବା ତ ଆପଣଙ୍କୁ କହିବେ ଯେ ଆଉ ଗୋଟେ ଦୁନିଆ କ'ଣ ଅଛି, ଏଇ ଭୌତିକ ଦୁନିଆ ବାହାର ଦୁନିଆ କଥା ଆପଣ ନ କହି ଏସବୁ କଥା କାହିଁ କହନ୍ତି ଆପଣ? ମୁଁ ଭାବେ, ମୋର ପ୍ରଥମରୁ ମୁଁ ଭାବିଛି, ମୋ ଗାଁ ନୁହେଁ, ମୋର ବନ୍ଧୁବାନ୍ଧବ ଭାବରେ ମୁଁ କେତେବେଳେ ଗରିବ ଲୋକଙ୍କର ଖାଦ୍ୟ ପେୟ ପୋଷାକ ପରିଚ୍ଛଦ ଏଇଟାକୁ ମୁଁ ଲକ୍ଷ୍ୟ କରିଛି, ଏବଂ ମୋ ମନ ଭିତରେ ସେବେଠାରୁ ଭାବନା ଆସିଥିଲା, ଜୀବନରେ ଯଦି ମୁଁ ପାଠ ପଢ଼ି ଚାକିରି କରେ କି ଘରେ ରୁହେ କିମ୍ବା ଆଧ୍ୟାତ୍ମିକ ଜୀବନକୁ ଆଦରି ନିଏ, କିନ୍ତୁ ଆଧ୍ୟାତ୍ମିକ ଜୀବନକୁ ଯିବା ପାଇଁ ମୋର ସମ୍ପୂର୍ଣ୍ଣ ଭାବରେ ଇଚ୍ଛା ଥିଲା। ଗଲେ ଆମେ ସମାଜ ପାଇଁ କିଛି କରିବା। କିନ୍ତୁ ସମାଜ ତ ହେଉଛି ଭୌତିକବାଦର ସୃଷ୍ଟି। ଏଠି ଖାଇବା ପିଇବା ବେପାର ବାଣିଜ୍ୟ ଆରି ଉପରେ ତ କଥା ହୁଅନ୍ତି ସାଧାରଣ ଲୋକମାନେ, ଆମ ଭଳି ଲୋକମାନେ। ତେଣୁ ଆପଣ ଯଦି ସେଇ ଲୋକଙ୍କୁ ସେଇ ସବୁ କାମରେ ସାହାଯ୍ୟ କରିବେ ତାହେଲେ ଆପଣ ବାବା କ'ଣ ପାଇବେ? ଖାଇବେ, ମୁଁ ବଞ୍ଚିବା ପାଇଁ ଖାଇବି କି ଖାଇବା ପାଇଁ ବଞ୍ଚିବି, ଦିଟା ଜିନିଷ। ଖାଇବା ପାଇଁ ମୁଁ ବଞ୍ଚିବି, ସେଇଟା ହେଲା ଭୌତିକ ଜିନିଷ। ମୁଁ ବଞ୍ଚିବା ପାଇଁ ଖାଇବି ଏବଂ କାମ କରିବି। କର୍ମବାଦ ହେଉଛି ସବୁର ମୂଳ କଥା। କର୍ମବାଦ। ହଁ। ତ ଆପଣଙ୍କର କାମ କ'ଣ ସେଠି? ଗୋଟେ ବାବା ବା ସନ୍ନ୍ୟାସୀର କାମ କ'ଣ? ମୋର କାମ ମୁଁ ଧରି ନେଇଛି ଯେ ମୁଁ ଅମୃତ ଦେଖିନି କି ଅମୃତ ଖାଇନି, ଖାଲି ନାଁ ଗୁଡ଼ାକ ଶୁଣିଛି। କିନ୍ତୁ ମୋ ମର୍ତ୍ତ୍ୟ ବା ମୋ ବିଶ୍ୱରେ 5ଟା ଅମୃତ ରହିଛି: ଦଧି ଦୁଗ୍ଧ ଘୃତ ମଧୁ ଶର୍କରା। ଇଏ ହେଉଛି ଗୋଟେ 5ଟା ଅମୃତ। ଆଉ ସବୁଠାରୁ ବେଶୀ ଭଲ ଅମୃତ ହେଉଛି ଯୋଉଟାକୁ ବୃକ୍ଷ ଆମକୁ ଦଉଛି, ଅମ୍ଳଜାନ। ସେ ଅମ୍ଳଜାନ ଦିଏ, ଫୁଲ ଦିଏ, ଫଳ ଦିଏ, କାଠ ଦିଏ, ଔଷଧ ଦିଏ, ସେ ସବୁ କିଛି ଦିଏ। କିନ୍ତୁ ଆଜି ସେଗୁଡ଼ିକ ବିପନ୍ନ, ଜଙ୍ଗଲରେ ନିଆଁ ଲାଗୁଛି, ଗଛ ହଣା ହେଉଛି। ତେଣୁ ଗଛ ଲଗେଇବା ଜାଗାରେ କିଛି ଲୋକ ଗଛ ଲଗଉଛନ୍ତି, ଆଉ କିଛି ଲୋକ ମୁଁ ଗଛ ଲଗଉଛି, ସେ ଫଟୋଟି କେମିତି ବାହାରିବ ସେଥିପାଇଁ ଲଗଉଛନ୍ତି। ତ ଆପଣ କ'ଣ କରୁଛନ୍ତି ସେତିକି ବେଳେ? ମୁଁ ଲକ୍ଷାଧିକ ଗଛ ଲଗେଇ ସାରିଲେଣି। ବଞ୍ଚେଇଛନ୍ତି ନା ଲଗେଇଛନ୍ତି? ନାଇଁ, ଲଗେଇଛି। ବଞ୍ଚିଛି ଅନେକ, କିନ୍ତୁ ମରିଛି ବି ଅନେକ। ମୁଁ କୁରୁକ୍ଷେତ୍ରରେ ଗଛ ବି ଲଗେଇଛି, କୁରୁକ୍ଷେତ୍ରରେ। ଏବଂ ଏ ବର୍ଷ ଆମେ ସଂକଳ୍ପ ନେଇଛୁ ସମଗ୍ର ବିଶ୍ୱରେ, ଖାଲି ଭାରତ ବର୍ଷ ନୁହେଁ, ଭାରତ ବାହାରେ ବି ଆମର ଯେଉଁମାନେ ଅଛନ୍ତି, ଆମେ ସମସ୍ତଙ୍କୁ ନିବେଦନ କରୁଛୁ ଲକ୍ଷାଧିକ ଗଛ ସୃଷ୍ଟି। କେତେ ଶିଷ୍ୟ ଅଛନ୍ତି ଆପଣଙ୍କର?
ଶିଷ୍ୟ ମୋର କେତେ ଅଛନ୍ତି ମୁଁ ଜାଣିନି। ଇଂରାଜୀରେ ଯାହାକୁ ଫଲୋଅର ବୋଲି ଫଲୋଅର୍ସ କହନ୍ତି ସେମାନଙ୍କୁ ସେ କେତେ ଅଛନ୍ତି, କିନ୍ତୁ ଲକ୍ଷ ଲୋକ ନିଶ୍ଚୟ ଅଛନ୍ତି। ଭାରତ ଭିତରେ ଅଛନ୍ତି, ଓଡ଼ିଶା ଭାରତ ବାହାରେ ବି ଅଛନ୍ତି, ଭାରତ ଭିତରେ। ତ ଆପଣଙ୍କ ଫିଲୋସଫି କ'ଣ, ଦର୍ଶନ କ'ଣ? ଗୋଟିଏ ଲାଇନରେ ଯଦି କହିବି ବାବା ବଳିଆ କ'ଣ ଚାହାନ୍ତି, କୋଉ ଦର୍ଶନ ଉପରେ ତାଙ୍କର କଥା ସବୁ ଆଧାରିତ? ମୁଁ ଚାହେଁ ପୃଥିବୀ ଧ୍ୱଂସ ବିମୁକ୍ତ ହଉ, ଧ୍ୱଂସାସ୍ତ୍ର ବିମୁକ୍ତ ହଉ। ଏଇଟା ହଉଛି ମୋ ଜୀବନର ସାଧନା। ବିଶ୍ୱ ଧ୍ୱଂସାସ୍ତ୍ର ବିମୁକ୍ତ ହଉ। ମୁଁ ଯେତେବେଳେ ଦିଲ୍ଲୀ ଯାଇଥିଲି ସେତେବେଳେ ରାଷ୍ଟ୍ରପତି ଭବନରେ ମଧ୍ୟ ମୁଁ ଏଇ କଥା କହିଥିଲି, ବିଶ୍ୱ ଧ୍ୱଂସାସ୍ତ୍ର ବିମୁକ୍ତ ହଉ, ଭାରତ ତାର ନେତୃତ୍ୱ ନେଉ। ଭାରତ ତାର ନେତୃତ୍ୱ ନେଉ, କାରଣ ଭାରତ ଏକମାତ୍ର ଦେଶ ସେ ନେତୃତ୍ୱ ପାଇଁ ସେ ଯୋଗ୍ୟ। ଏ କଥା ମୁଁ କହିଥିଲି। ଲୋକଙ୍କୁ ସାଧାରଣ ଯଦି ମୁଁ ପଚାରେ ଆପଣଙ୍କର ଦର୍ଶନକୁ ଗୋଟିଏ ବାକ୍ୟରେ କୁହନ୍ତୁ, ଗୋଟିଏ ଶବ୍ଦରେ କୁହନ୍ତୁ। ବାସ୍ତବ ଦର୍ଶନ, ବାସ୍ତବ ମାନେ କ'ଣ? ମାନେ ହଉଛି ମୁଁ ରାମ 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 ଭଜୁଛି, ରାମାୟଣ କଥା କହୁଛି, କିନ୍ତୁ ମୋ ଘର ଭିତରେ ରାମ ଲକ୍ଷ୍ମଣ ଭିତରେ ମୋକଦ୍ଦମା ଲାଗିଛି, ହଣାହଣି ହଉଛନ୍ତି। ମୁଁ ପତିବ୍ରତା ନାୟିକା ମା ଜାନକୀ ବା ସୀତାରାମଙ୍କ କଥା ସୀତାରାମ 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 ଭଜନ କରୁଛି, କିନ୍ତୁ ମୋ ପରିବାର ଭିତରେ ସୀତା ଗୋଟିଏ ପଟରେ, ରାମ ଗୋଟିଏ ପଟରେ। ସେଇଭଳି ଭାବରେ ସେଠି 4 ଭାଇ ଥିଲେ, ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ। ଆମେ ରାମାୟଣ କଥା କହୁଛୁ, କିନ୍ତୁ ତାର ଆଦର୍ଶ କିଛି ନାହିଁ। ରାମ 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 ବୋଲି କହୁଥାଉ ମୁଖେ, ରାମଙ୍କ ଆଦର୍ଶ ନାହିଁ। କିନ୍ତୁ ବାବା ମୋର କହିବାର କଥା ହଉଛି ଏଇ ବାସ୍ତବବାଦୀ ଏ ଶବ୍ଦଟି ଅର୍ଥ କ'ଣ? ବାସ୍ତବବାନ ମାନେ ତୁମେ ଯାହାକୁ ଯେଉଁ କଥା କହିବ ସେ କଥା କରିବ, ଆଉ କହିବ ଗୋଟାଏ କରିବ ଗୋଟାଏ, ସେଇଟା ହଉଛି ଅବାସ୍ତବ। ଲୋକଙ୍କୁ ଏ ବାସ୍ତବବାଦୀ ଫିଲୋସଫି କ'ଣ ବୁଝାନ୍ତି? ରିଅଲିଷ୍ଟିକ ଯାହାକୁ ଇଂରାଜୀରେ କୁହାଯାଏ, କେମିତି ବୁଝାନ୍ତି, ତା ଅର୍ଥ କ'ଣ? ବାସ୍ତବବାଦ, ଆପଣ ଲକ୍ଷ୍ମୀ ନାରାୟଣକୁ ଦେଖି ନାହାନ୍ତି, ଆପଣ ଭଗବାନଙ୍କୁ ଦେଖି ନାହାନ୍ତି, ଖାଲି ଶୁଣିଛନ୍ତି। ଖାଲି ଲୋକ କଥା ଅନୁଯାୟୀ ଭଗବାନ ଭଗବାନ ଆମେ ହଉଛୁ। ଭ କହିଲେ ପୃଥିବୀ ପାଇଁ କାମ କର। ଗ କହିଲେ ଗତି ବା କର୍ମ ବାରି ହୁଅ। ବ କହିଲେ ପଞ୍ଚମହାଭୂତ, ବାୟୁ ବରୁଣ ବସୁଧା ବ୍ୟାମ ବା ଆକାଶ ଇତ୍ୟାଦି। ପଞ୍ଚମହାଭୂତର ପଲ୍ୟୁସନ କେମିତି ହବନି ସେଥିପାଇଁ କାମ କରାଯାଉ। ସେଇଭଳି ଭାବରେ ନ କହିଲେ ନମ୍ରତା ଗୁଣ ଏବଂ ଗୁରୁଜନ ମାନଙ୍କୁ ଯଥାତୀତ ସମ୍ମାନ ଦିଅ। ଯଦି ଏଗୁଡ଼ାକ ନହେଲା, ଖାଲି ଭଗବାନ ଭଗବାନ ହେଇକି ଲାଭ କିଛି ନାହିଁ। ତ ଆପଣ ଏ ଯେଉଁ ସବୁ କଥା କହୁଛନ୍ତି, ସୋସିଆଲ ମିଡ଼ିଆ ଯୁଗରେ ଲୋକ ଯେତେବେଳେ ମୋବାଇଲ ଭିତରେ ସାରା ପୃଥିବୀକୁ ଦେଖୁଛନ୍ତି, ସବୁ ପ୍ରକାର ଥଟ୍ ଆସୁଛି ତାଙ୍କ ମୁଣ୍ଡ ଭିତରକୁ, ଆପଣଙ୍କ କଥା କିଏ ଶୁଣୁଛି? ସେଇ ମୋବାଇଲ ଭିତରେ ଯାହା ଆସୁଛି ସେଇଟା ହିଁ ବାସ୍ତବବାଦ। କିଛି କଥା କପୋଳକଳ୍ପିତ ଥାଇପାରେ, କିନ୍ତୁ ଆଜି ବିଶ୍ୱଟାକୁ ଗୋଟେ ଫୋନ ଭିତରେ ଦେଖି ହଉଛି, ଟିଭି ଭିତରେ ଦେଖି ହଉଛି। ତେଣୁ ଇଏ ତ ଭଗବାନଙ୍କର ସୂଚନା। ମୋବାଇଲ ଭଗବାନଙ୍କର ସୂଚନା। ମୋବାଇଲ ନା ମଣିଷ ଶକ୍ତିର ପରିଚୟ? ମଣିଷ ଭିତରେ ଥିବା ବିଜ୍ଞାନ ବା ମଣିଷ ଭିତରେ ଥିବା ଜ୍ଞାନ, ଇଏ ଦୁଇଟି ଯାକ ଭଗବାନଙ୍କର ଅବଦାନ। ଭଗବାନଙ୍କୁ ଆପଣ କେମିତି ଦେଖନ୍ତି? କୋଉଠି ଅଛନ୍ତି ସେ? ଭଗବାନଙ୍କୁ ମୁଁ ଦେଖେ ମୋର ନିଜ ହୃଦୟରେ ମୁଁ ଚିନ୍ତା କରେ। କାରଣ ଏ ହୃଦୟଟି ଚାଲିଥିବା ପର୍ଯ୍ୟନ୍ତ ମୁଁ ଅନୁଭବ କରୁଛି ଭଗବାନ ଅଛନ୍ତି। ଭଗବାନଙ୍କୁ ଦେଖେ ମୋର ଗୁରୁ। ମୁଁ ଭଗବାନଙ୍କୁ ଦେଖିନି, କିନ୍ତୁ ମୁଁ ଲେଖିଛି ଗୋଟେ ଗୀତ, ଦେଖି ନାହିଁ ଭଗବାନଙ୍କୁ, ଦେଖିଛି ମୁଁ ଗୁରୁଦେବଙ୍କୁ। ମୋ ଗୁରୁ ହଉଛନ୍ତି ମୋ ପାଇଁ ଭଗବାନ। ମୋ ବାପା ମା, ଖାଲି ବାପା ମା ମୁଁ କହେନି, ମୋ ଜନ୍ମଦାତା ବାପା ବୋଉଙ୍କ ସହିତ ବାପାଙ୍କର ଭାଇ, ବାପାଙ୍କର
जो माने भाउज माने ये समस्ते होउचंती मोर गुरु भगवान मु भगवान बोली भावे जने साधु जने शिक्षाविद जने वैज्ञानिक जने डाक्तर मु मेडिकल को भावे ये होउची स्वास्थ्य मंदिर गोटे स्कूल को भावे ये होउची विद्या मंदिर गोटे देशर सीमांत को देखिले भावे ये होउची देशर मंदिर सैनिक माने होउचन तार पूजक ये डॉक्टर माने होउचन तार पूजक शिक्षक माने होउचन पूजक एगुड़ाक जदि न हब आमे केवल सीमांत रे गोटे भगवान को फोटो रखिले कौन सीमांत रक्षा हम जड़े रोगी मुंड उपर भगवान फोटो टी रखिले कौन रोगी रोगी भल हो अलौकिकता को आपण केमती देखंती मिराकल आपण निजे अलौकिकता तैयारी करि परिबे कि जणे आसी पहुँचला आपन को कहला मोर किडनी खराब है बाबा का आशीर्वाद नेले किडनी भल हो आपण से दम्भ देखांती कि मु दम्भ देखाएनी नम्रतार कहे डॉक्टर चिकित्सा कर मु तुलसी तुलसी टिके दिए तुलसी टिके नियो पाओ एवं अनंतर नाम स्मरण कर खंडे बेत मो पाखे थाए ठाकुर को छड़ा बेत बेतटी मुंडे छुए आउ कि ना ता द्वारा कौन हुए बेत द्वारा ना से मनीषर मानसिक शांति आगे प्रथम मनीषर मन मनरे गोटे दृढ़ रहा दरकार जड़े कह मु ऑपरेशन आज्ञा हेबिनी मुझे तू कागज काटुनी तू कागज तो काटू काकुड़ी तो काटू कखारु तो काटू आलू तो काटू ऑपरेशन टा से तू कहीं व्यस्त होचु एतिक से खुशी हो जाए ऑपरेशन हुए सक्सेस भी हुए तो आपण कहते डाक्तर पाखक जाओ डाक्तर पाखक जाओ किंतु बाबा रोग भल करें कि ना बाबा रोग भल करवा आम प्रमाण करें किंतु अनेक भल हुंती बोली आम जानीचु किंतु सेटा हूँ गोटे विश्वासर कथा ताको प्रमाण करहबनी आपण भितर कॉन्फिडेंस अच्छी कि बिना डाक्तरी चिकित्सा रे आपण रोग भल करदेबे ना ना मु डाक्तरी चिकित्सा ताको ही डाक्तरी औषध ताको भावे तुलसी भगवान को तुलसी मन कर जड़े डाक्तर मेडिसिन किसी खाइबे आपण तुलसी दे ताको रोग भल करि परिबे कि मु तुलसी देवी किंतु तार कंसंट्रेशन से बड़ी रहिबा दरकार किंतु रोग कौन रोगीर कंसंट्रेशन ऊपर निर्भर करे हाँ निश्चय जनक जदि कंसंट्रेशन ठीक रहिबो पेशेंस रहिबो एवं विश्वास रहिबो से 15 दिन पर मरी था ना 15 दिन पूर्व से माने 15 दिन तार पंचीबा डिले ही पारिबो किंतु रोग बाबा भल करि परिबे कि तुलसी दे ना तुलसी रे रोग भल हब किंतु प्रमाण करी हबनी प्रमाण करे हबा ना एटा अवास्तव तेणु आपण काहाको आश्वासना दियंतिनी जे मो पाखको आसले रोग भल ना केबे भी नु केबे कहंते ना जे कहंती मु एबे गोटे पत्र पुलिस डीजी को दबा को जाउची जो माने यही भली कथा कही लोकन को भूलौचंती आपण ताकू शीघ्र अनुसंधान करंतु एवं ताकू बंद करंतु ता नहले जने लोक एमती भूल करिवो अनेक बाबा माने बाबा आर्तत्राण अच्छा भुवनेश्वर रे जे कहउचंती जे से देह रे हाथ मारी गोड़ मारी भल कर दउचंती रोग आ ताले कैंसर लोक भल कर दोनाती ताले टीबी लोक भल कर दोनाती कौन सी गोटे मेडिकल दायित्व नियंतु मु तो स्पष्ट कहूची मो भीतर भी जतिक रोग अच्छी किसी रोग गोटा भल कर अच्छा आपण भीतर जो रोग अच्छे आप तुलसी पीकरी भल हो जाऊना ना मोर जीवन गोटे लक्ष्य अच्छी मु निज पाई केबे भगवान को प्रार्थना करेनी मोर गीता होची मोर मूल माने सी होची मोर मूल शास्त्र आपण निजे बंचिले तो अन्य मानक बंचेबे हाँ आ निज देह को भल करिया पई आपण तुलसी खाइबा रे आ भगवान को प्रार्थना करिवार असुविधा कोन सेति मु प्रार्थना करे किंतु लघु प्रार्थना
ପ୍ରଭୁ ମୋତେ କଷ୍ଟ ହେଉଛି ଟିକେ ମୋତେ କହେ, କିନ୍ତୁ ଡାକ୍ତରମାନେ ହିଁ ମୋତେ ଭଲ କରନ୍ତି। ଡାକ୍ତରମାନେ ଭଲ ପାଆନ୍ତି, ଭଲ କରନ୍ତି। ଆଉ ଆପଣ ଡାକ୍ତରଙ୍କ ପାଖକୁ ଯାଆନ୍ତି? ହଁ, ଡାକ୍ତରମାନେ ମୋ ପାଖକୁ ଆସନ୍ତି, ମୁଁ ଡାକ୍ତରମାନଙ୍କ ପାଖକୁ ଯାଏ। ଏ ଅତି ସୁସମ୍ପର୍କ। ତ ଯୋଉଠି ବିଭୂତି, ତୁଳସୀ, ଯୋଉଠି ସିନ୍ଦୁର ବା ଚନ୍ଦନ ଯୋଉଠି କାରବାର ହୁଏ, ଏଇଆ କଲେ ଭଲ ହେଇଯିବ, ସେଥିରେ ଆପଣ ଲୋକଙ୍କୁ ନିରୁତ୍ସାହିତ କରନ୍ତି ନା ଉତ୍ସାହିତ କରନ୍ତି? ବିଲକୁଲ ଉତ୍ସାହିତ କରେ ନା, କି ମୁଁ ତାକୁ ବିଶ୍ୱାସ ବି କରେ। କିନ୍ତୁ ଲୋକଙ୍କ ଭିତରେ କନଫିଡେନ୍ସ ତିଆରି କରିବା ପାଇଁ ଆପଣଙ୍କୁ ତୁଳସୀ ଦେବା ପାଇଁ ପଡ଼େ। ମୁଁ ତୁଳସୀ ଦିଏ, ତୁଳସୀ ମୋର ଇଷ୍ଟଙ୍କ ତୁଳସୀ, ଆଉ ଗୋଟେ ଇଷ୍ଟଙ୍କ ତୁଳସୀ ଟିକେ ନେ, ଆଉ ଟିକେ ଏ ତୁଳସୀର ଅର୍ଥ କ'ଣ? ତୁଳସୀ ରୋଗ ଭଲ କରିବା ପାଇଁ ଦିଅନ୍ତି ନା ଲୋକଙ୍କ ଭିତରେ ବିଶ୍ୱାସ, ମିଛ ବିଶ୍ୱାସ ତିଆରି କରନ୍ତି? ନାହିଁ, ବିଶ୍ୱାସ ଲୋକଙ୍କର ଅଛି ଯେ ତୁଳସୀଟା ହେଉଛି ଗୋଟାଏ ଔଷଧୀୟ ବୃକ୍ଷ। ମୋର ଗୁରୁଦେବ ନାମାଚାର୍ଯ୍ୟ ବାବା ବାୟା ଥିଲେ, ସିଏ ତୁଳସୀ ସମସ୍ତଙ୍କୁ ଦଉଥିଲେ। ନାଇଁ, ସେଇଟା ଦବାରେ ଠିକ ଅଛି, ଗୋଟେ ମନର ଭାବକୁ। କିନ୍ତୁ ତୁଳସୀ କିଡନୀ ସହିତ ଆଉ ହାର୍ଟ ସହିତ ତୁଳସୀର କ'ଣ ସମ୍ପର୍କ? ଜଣେ ଯେତେ ତୁଳସୀ ଖାଇବ କ'ଣ ତାର କିଡନୀ ଆଉ ହାର୍ଟରେ କିଛି ପ୍ରଭାବ ପଡ଼ିବ? ତୁଳସୀ ଆଉ ବିଲ୍ୱ ଏମିତି ଗୋଟେ ଗଛ ପୃଥିବୀରେ ନାହିଁ ଯାହାର ଔଷଧୀୟ ଗୁଣ ନାହିଁ। କିନ୍ତୁ ଔଷଧୀୟ ଗୁଣକୁ ନେଇ ଆୟୁର୍ବେଦ ସୃଷ୍ଟି ହେଇଥିଲା, ଚେରମୂଳିକା ଶାସ୍ତ୍ର ସୃଷ୍ଟି ହେଇଥିଲା। ତା ଉପରେ ଆଉ କାହାର ଲୋକଙ୍କର ବିଶ୍ୱାସ ବି ଆପଣଙ୍କର ଅଛି? ହଁ, ମୋର ଅଛି, କିନ୍ତୁ କାମ କରୁନି। କାରଣ କ୍ଲାଇମେଟ୍ ବର୍ତ୍ତମାନ ଏତେ ପଲ୍ୟୁଟେଡ୍ ହେଇଯାଇଛି ଯେ ବର୍ତ୍ତମାନ ବଡି ଆପଣଙ୍କର ତାକୁ ଗ୍ରହଣ କରିପାରୁନି। ତ ଲୋକ ବର୍ତ୍ତମାନ ଏଲୋପାଥିକି ଯିବେ ନା ଆୟୁର୍ବେଦକୁ ଯିବେ? ନାଇଁ ନାଇଁ, ଲୋକ ଏଲୋପାଥିକ ଯାଆନ୍ତୁ, ଆୟୁର୍ବେଦିକ ସେ ଗୋଟେ ସ୍ୱତନ୍ତ୍ର ଚିକିତ୍ସା ଏବଂ ତା ନାଁ ହେଉଛି ଆୟୁର୍ବେଦ, ତେଣୁ ସିଏ ରହୁ। କିନ୍ତୁ ଏଲୋପାଥିକ ବର୍ତ୍ତମାନ ପୃଥିବୀରେ ଶ୍ରେଷ୍ଠ। ତ ଲୋକମାନେ ଆପଣଙ୍କୁ କହୁଥିବେ ଯେ ପଇସା କେମିତି ମୋ ପାଖରେ ନାହିଁ, ଗରିବ କେମିତି ଦୂର ହବ, ମୋ ପାଖରେ ଟଙ୍କା ନାହିଁ ପୁଅ ବାହାଘର କରିବା ପାଇଁ, ଝିଅ ବାହାଘର କରିବା ପାଇଁ, ବଞ୍ଚିବା ପାଇଁ। ତ ତାଙ୍କୁ ସଲ୍ୟୁସନ୍ ଆପଣ କ'ଣ ଦିଅନ୍ତି? ସିଧା ସିଧା କହେ, ଯିଏ କହେ ମୁଁ ଲୋନି ହେଇଯାଇଛି, ଋଣଗ୍ରସ୍ତ ହେଇଯାଇଛି, ମୁଁ ତାଙ୍କୁ ସିଧା ସିଧା ପ୍ରଥମ ବାକ୍ୟ କହେ। ସେ ବାକ୍ୟଟି ହେଉଛି, କର୍ମ ନ କରି ଟଙ୍କା ପାଇବ କୋଉଠୁ? ଟଙ୍କା ଆସିବ କିଏ? ମୁଁ କ'ଣ ଟଙ୍କା ସୃଷ୍ଟି କରିବି? ପ୍ରଥମେ କର୍ମବାଦୀ ହୁଅ, ଦ୍ୱିତୀୟରେ ଭଗବାନଙ୍କୁ ପ୍ରାର୍ଥନା କର ଏବଂ ତମ ଭିତରେ ସେ ଶକ୍ତି ସାମର୍ଥ୍ୟ ଦିଅନ୍ତୁ, ତୁମେ କାମ କରି ପଇସା ରୋଜଗାର କରି। ପୂଜା ପାଠ, ହୋମ, ଯଜ୍ଞ, ତନ୍ତ୍ର ଦ୍ୱାରା ଧନ ବୃଦ୍ଧି ହେବ କି ନାହିଁ ଯଦି ପ୍ରଶ୍ନ ପଚରାଯାଏ? ସେଇଟା ବି ପ୍ରମାଣ କରି ହବନି, କିନ୍ତୁ ହବ। କେମିତି ହବ? ଆମର ବିଶ୍ୱାସ, ଆମେ ଗୋଟେ ଧର୍ମର ଲୋକ। ଦେଖନ୍ତୁ, ଆମେ ଯୋଉ ସେ ଲକ୍ଷ୍ମୀ କି ପୂଜା କଲେ ଟଙ୍କା ମିଳିବ, ସେସବୁ ନୁହେଁ। ଆମର ବେଦରେ ଲେଖାଯାଇଛି, ଅଗ୍ନି, ବରୁଣ, ପୃଥିବୀ ଏଇମାନେ ହେଉଛନ୍ତି ଧନର ଅଧିକାରୀ। ତେଣୁ ପୃଥିବୀ ହିଁ ଆମକୁ ଧନ ଦେବ, ସେଠି କର୍ମ ଦରକାର। ଆମେ ସୂର୍ଯ୍ୟ ହିଁ ଆମକୁ ଧନ ଦେବେ, ସୂର୍ଯ୍ୟଙ୍କ ପାଇଁ ପୃଥିବୀ। ନାଇଁ, ଆପଣଙ୍କୁ ଯଦି କୁହାଯାଏ କିଛି ପୂଜା କଲେ ଧନ ପ୍ରାପ୍ତି ହବ, ଟଙ୍କା ମିଳିବ, ସେଭଳି ଥିଓରି ସେଭଳି ପୂଜା ମୁଁ କରେ ନାହିଁ, କି କୌଣସି ରାଜନେତା ଜିତିବା ପାଇଁ କୌଣସି ପୂଜା କରେ ନାହିଁ। ମୋ ପାଖକୁ କଥା ଆସେନି। କିନ୍ତୁ ଅନେକ ଓଡ଼ିଶାର କୋଣ ଅନୁକୋଣରେ ଆପଣ ଯେହେତୁ ଅନ୍ଧବିଶ୍ୱାସ ଉପରେ ପ୍ରଚାର ପ୍ରସାର ତାକୁ ବନ୍ଦ କରିବା ପାଇଁ କି ଚାହୁଁଛନ୍ତି, ଅନେକ ଜାଗାରେ ଆପଣ ଦେଖୁଛନ୍ତି ଆଜିକାଲି ତନ୍ତ୍ରବିଦ୍ୟା ବି ଜୋରରେ ଚାଲିଛି। ମନେ କରନ୍ତୁ, ବଶୀଭୂତ କରିବା ପାଇଁ ଆମେ ଯାହା ସବୁ ଶୁଣିଛେ ବହୁତ ଦିନ ହେଲାଣି, ଆପଣ ଗାଁରେ ବି ଶୁଣିଥିବେ, କୋଷ୍ଟାଲ ବେଲ୍ଟରେ ବାଣ ପେଶିବା ଯେମିତି କୁହାଯାଏ ଯେ ତନ୍ତ୍ରବିଦ୍ୟା ଦ୍ୱାରା ଧନ ପ୍ରାପ୍ତି ହେଇଯିବ, ବାହାଘର ହେଇଯିବ। ତ ଏସବୁ ଜିନିଷ ବର୍ତ୍ତମାନ ସୁଦ୍ଧା ଚାଲିଛି କି ନାହିଁ? ଗୋଟେ ମନ୍ତ୍ର, ଯନ୍ତ୍ର, ତନ୍ତ୍ର ଅଛି ବୋଲି ଆପଣ ବିଶ୍ୱାସ କରନ୍ତି ନା ନାହିଁ? ମନ୍ତ୍ର ଅଛି, ମନକୁ ନିୟନ୍ତ୍ରଣ କରିବା ପାଇଁ, ମନର ଏକାଗ୍ରତା ଆଣିବା ପାଇଁ ସେ ହେଉଛି ମନ୍ତ୍ର। ଗୋଟେ ଯନ୍ତ୍ର, ସେଇଟା ହେଉଛି କର୍ମକୁ ନିୟନ୍ତ୍ରଣ କରିବା ପାଇଁ
ଭୁଲ ବାଟେ ନ ଯିବା ପାଇଁ ସେଇଟା ହେଉଛି ଜୀବନର ଯନ୍ତ୍ର। ତନ୍ତ୍ର ଗୋଟେ ତମ ଗୁଣ ଯୋଉଟାକି କାମ, କ୍ରୋଧ, ଲୋଭ, ୟାକୁ ଆଗକୁ ସବୁ କଣ୍ଟ୍ରୋଲ କରିବା ପାଇଁ ସେଟା ହେଲା ତନ୍ତ୍ର। ତେଣୁ ମୁଁ ହେଉଛି ମନ୍ତ୍ର, ମୋର ଭାଷା ହେଉଛି ମନ୍ତ୍ର, ମୋର ଦେହ ହେଉଛି ଯନ୍ତ୍ର। ତନ୍ତ୍ର ହେଉଛି ମୋର ଭିତରେ ଥିବା ଯୋଉ ମାନେ ସଂଯମତା, ସେଟା ହେଉଛି ତନ୍ତ୍ର। କିନ୍ତୁ ଆର ପ୍ରୟୋଗ ଏମିତି ପୂଜା ମାଧ୍ୟମରେ, ବଳି ମାଧ୍ୟମରେ ସମ୍ଭବ କି ନୁହଁ? ବଳି ମାଧ୍ୟମରେ ଜମା ବିଲକୁଲ କିଛି ବଳି ମାଧ୍ୟମରେ କିଛି କରିହବ ନାଇଁ। ଯୋଉ ତନ୍ତ୍ର ପୂଜା ସବୁ କରାଯାଏ ଆମର ବହୁ ଜାଗାରେ, ସବୁ କରୁଛନ୍ତି ଗୋଟେ ପୁରୁଣା କାଳର କଥାକୁ ନେଇ, କିନ୍ତୁ ପ୍ରକୃତରେ କିଛି ହବନି, କିଛି ହଉନି ନା। ତ ବାବା ମାନଙ୍କ ପାଖକୁ ଲୋକ ଆସନ୍ତି ଏଇ ସବୁ ଗୁପ୍ତ ଜିନିଷ ପାଇବା ପାଇଁ। ମାନେ ମୋର ଛୁଆ ପିଲା ହଉନାହାନ୍ତି, ବାବାଙ୍କ ପାଖକୁ ଗଲେ ଛୁଆ ପିଲା ହେଇଯିବ। ମୋର ଟଙ୍କା ପଇସା ନାହିଁ, ବାବା ଟିକେ ଆଶୀର୍ବାଦ କଲେ ଟଙ୍କା ପଇସା ମିଳିବ। ମୁଁ ଇଲେକ୍ସନରେ ଟିକେଟ ପାଇବି, ବାବାଙ୍କ ପାଖକୁ ଗଲେ ଟିକେଟ ହୁଏତ ମିଳିବ। ଏଇ ସବୁ ଭୌତିକ ଆଶା ଧରିକି ଲୋକ ଆପଣଙ୍କ ପାଖକୁ ଆସୁଛନ୍ତି ନା ନାହିଁ? ନା, ଏ ଯୋଉ ରାଜନୀତି ମୁଁ ଟିକେଟ ପାଇବି, ଇଏ କରିବି, ସେସବୁ ନୁହେଁ। କିନ୍ତୁ ଦୁଃଖୀ ସବୁବେଳେ ଗୋଟେ ଦୁଃଖ ଜଣେଇବା ପାଇଁ ତା ଆଖିରୁ ଦି ଟୋପା ଲୁହ ଗଡ଼ିଗଲେ ଗୋଟେ ମାନସିକ ଶାନ୍ତି ଆସେ। ସେମିତି ଜଣେ ସନ୍ତାନ ପାଉନେଇ, ସେ ଜାଣିନେଇ, ଶାଶୁ ବି ଜାଣିନି, ବୋହୂ ବି ଜାଣିନି, ସ୍ୱାମୀ ବି ଜାଣିନି, ଗୋଟେ ପୁରୁଷ ଶକ୍ତିରେ ଜନ୍ମ ହୁଏ ଝିଅ, ଝିଅ ଶକ୍ତିରେ ଜନ୍ମ ହୁଏ ପୁଅ। କିନ୍ତୁ ଶାଶୁ କ'ଣ କହେ ନା, ବୋହୂ ଦୋଷରୁ ମୋର ନାତୁଣୀ ଗୁଡ଼ାକ ହେଲେ। ତେବେ ନାତୁଣୀ ତ ଯଦି ହେବେନି, ତୁ ତ ନିଜେ ଗୋଟେ ଝିଅ, ତୁ ଝିଅରୁ ଆଜି ବୁଡ଼ିଗଲୁଣୁ, ତୁ କେମିତି ତାକୁ ନିନ୍ଦା କରୁଛୁ? ତେଣୁ ଏଇଭଳି କଥା ସବୁ ସେମାନେ ଆସନ୍ତି। ତାଙ୍କୁ ସେଇ ଯୋଉଟା ଆପଣଙ୍କୁ ମୁଁ କହିଲି, ମନ୍ତ୍ରଟିଏ ମୁଁ ଦିଏ, ମନ୍ତ୍ରଟି ସ୍ମରଣ କର, ତୁଳସୀ ଟିକେ ଦିଏ, ସେଇ ବେତ ଟିକେ ଛୁଆଇଁ ଦିଏ, ପ୍ରଭୁଙ୍କୁ ନିଜେ ପ୍ରାର୍ଥନା କରେ ଏବଂ ଉପଯୁକ୍ତ ଗାଇନିଂ ସ୍ପେଶାଲିଷ୍ଟଙ୍କ ପାଖକୁ ଯାଅ ବାରମ୍ବାର। ମନ୍ତ୍ର, ଯନ୍ତ୍ର ଆଉ ବେତ କେମିତି ହେଲ୍ପ କରେ? ମୁଁ ତ ଶୁଣୁଛି ବହୁତ ହେଲ୍ପ ହଉଛି, ବହୁତ ଲୋକ ତାକୁ ପ୍ରାପ୍ତ ହଉଛନ୍ତି। ସେଇଟା ଯେ ଏଇଥିରୁ ପାଉଛନ୍ତି କି ସାଇନ୍ସରୁ ପାଉଛନ୍ତି, ଆପଣଙ୍କ ଭିତରେ କନଫ୍ୟୁଜନ ଅଛି କି? ସାଇନ୍ସରୁ ପାଉଛନ୍ତି ନା ଆପଣଙ୍କ ବେତ ତୁଳସୀରୁ ପାଉଛନ୍ତି? ନା ନା, ସାଇନ୍ସରୁ ପାଉଛନ୍ତି। ଆଉ ବେତ ତୁଳସୀର ଭୂମିକା କ'ଣ ତାହେଲେ? ବେତ ତୁଳସୀ କେବଳ ମାନସିକ ଶାନ୍ତି ପାଇଁ, କେବଳ ପ୍ରାର୍ଥନା। ମୁଁ ଜନ୍ମ ହେଇଛି କେବଳ ପ୍ରାର୍ଥନା କରିବି। ପ୍ରାର୍ଥନା କରିବେ ତ ଆପଣଙ୍କ ଜରିଆରେ ଲୋକ କାହିଁ ପ୍ରାର୍ଥନା କରିବେ? ନିଜେ ପ୍ରାର୍ଥନା କରିବା ଉଚିତ। ତା ମଧ୍ୟ ଶିଖା ହଉଛି, ତମେ ପ୍ରାର୍ଥନା କର। କିନ୍ତୁ ଯେତେ ଭୌତିକ ଇଚ୍ଛା ସବୁ ପୂରଣ ପାଇଁ ଆପଣଙ୍କୁ ସେମାନେ ଗୋଟେ ସିମ୍ବଲ ବୋଲି ଭାବୁଛନ୍ତି ଯେ ଏଇଠି ଗଲେ ମୋ କାମ ହେଇଯିବ। ଏଇଥିପାଇଁ ଲୋକ ଆଶ୍ରମକୁ ଯାଆନ୍ତି, ବାବାଙ୍କୁ ଭେଟନ୍ତି। ତ ଯେତେବେଳେ କାମ ହବନି, ଆପଣ ଯଦି କିଛି ଚମତ୍କାରିତା ନ ଦେଖେଇବେ, ଆପଣ କ'ଣ ଭାବୁଛନ୍ତି ଲୋକଙ୍କର ସେତିକି ଆଦୃତି ବଢ଼ିବ? ସେମାନଙ୍କୁ ଧରି ରଖି ହବନି, କିନ୍ତୁ ଖୁବ ଅଳ୍ପ ଲୋକ ଖସିଯିବେ ଯେ ଠିକ ଭାବରେ ନ ବୁଝିବେ। ଯିଏ ଆମକୁ ଠିକ ବୁଝିଛନ୍ତି ନା ଆମେ ଠିକ ଜାଗାରେ ପହଞ୍ଚିଛୁ, ସେମାନେ ଛାଡ଼ିକି ଯିବେନି। ନା, କେହି ଯିବେ। ସାଇବାବା ଦେଖଉଥିଲେ ଶୂନ୍ୟରୁ ମୁଦି ଆଣିକିରି ଦଉଥିଲେ, ବିଭୂତି ଦଉଥିଲେ। ସେମିତି କିଛି ଚମତ୍କାରିତା ଆପଣ ଦେଖାନ୍ତି କି? ନା ନା, ସେସବୁ ଚମତ୍କାରିତା ଉପରେ ମୁଁ ଏତେ ଗୁରୁତ୍ୱ ଦିଏ ନା। ମୁଁ ସାଇରାମଙ୍କୁ ମଧ୍ୟ ଲେଖିଥିଲି ଚିଠିରେ ଏବଂ ଦେଖା କରି କହିବି ବୋଲି ଯାଇଥିଲି, ଦେଖା ହେଲେନି। ମୁଁ ବି କହିଥିଲି, ଆପଣ ଯଦି ବିଭୂତି ଦେଇପାରୁଛନ୍ତି, ସୁନା ମୁଦି ଦେଇପାରୁଛନ୍ତି, ତାହେଲେ ଯେଉଁ ବନ୍ୟା ବାତ୍ୟା ବେଳେ ଏରୋପ୍ଲେନରେ ବସିକିରି ହାତ ଦେଖେଇ ଚାଉଳ, ଅଟା, ଖେଚୁଡ଼ି ଦିଅନ୍ତେ, ତାହେଲେ ଲୋକଟା ଭଲ ହୁଅନ୍ତେ। ତେଣୁ ସାଇରାମଙ୍କର ଆଇଡିଓଲୋଜି ଗୋଟେ ସୁନ୍ଦର ଥିଲା, ବାଳ ବିକାଶ କେନ୍ଦ୍ର। ସାଇରାମଙ୍କର ଅନ୍ୟାନ୍ୟ କଥା, ଗୋଟେ ଅନ୍ତପୁର ଜିଲ୍ଲାକୁ ଜଳ ଯୋଗାଣ କରିଥିଲେ, ଗୋଟେ ୟୁନିଭର୍ସିଟି କରିଛନ୍ତି, ଗୋଟେ ହାର୍ଟ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କରିଛନ୍ତି। ଏଗୁଡ଼ାକ ସ୍ୱାଗତ ଯୋଗ୍ୟ। ଏଠି ତାଙ୍କ ପାଖକୁ ଅର୍ଥ ଯୋଉଟା ଆସିଛି, ସେ ଅର୍ଥକୁ ସେ ସଦୁପଯୋଗ କରିଛନ୍ତି।
କିନ୍ତୁ ଶୂନ୍ୟରୁ ବିଭୂତି ବାହାର କରିବାକୁ ଆପଣ ନାଇଁ ମୁଁ ଜମା ପସନ୍ଦ କରେ ନା ମତେ ମୁଁ ଯୋଉ ଚାହେଁବି ନାହିଁ। ହଁ କିନ୍ତୁ ବାବା ଯେମିତି ଆମର ସାରଥୀ ବାବାଙ୍କ କଥା ବି ବହୁ ସମୟରେ ଆଲୋଚନା ହୁଏ। ସାରଥୀ ବାବା ବି ଏମିତି ଚମତ୍କାରିତା ଦେଖାନ୍ତି ବୋଲି ବହୁ ଲୋକଙ୍କର ଧାରଣା ହେଲା। ତ ବାବା ଆଉ ଚମତ୍କାରିତା ଏଇ ଦିଟା ଯୋଡ଼ା ହେଇକି ଥାଏ କି ନାହିଁ? ଆକୁ ମଣିଷ ହିଁ ଯୋଡ଼ିଛି ଯେ ମୁଁ କୋଉ ବାବାଙ୍କ ପାଖକୁ ଗଲେ କ'ଣ ପାଇବି। ଏଇଟା ମଣିଷର ବିଚାର ଶକ୍ତି ଭୁଲ ହଉଛି। ଧରନ୍ତୁ ସେ ଯୋଉ ବାବା ହୁଅନ୍ତୁ, ମୁଁ କୋଉ ବାବାଙ୍କ ନାଁ ନଉନି, ଜଣେ ବାବା କହୁଛନ୍ତି ମୁଁ ମହୁ ବାହାର କରୁଛି। ଅନେକ ଲୋକ କହୁଥିଲେ ସାଇରାମଙ୍କ ଫଟୋରୁ ମହୁ ଧରୁ। ହଁ କେତେ କେଜି ମହୁ ତମେ ସଂଗ୍ରହ କଲଣି? ସେ ମହୁ କୋଉ ବଜାରରେ ବିକ୍ରି ହଉଛି? ସେ ମହୁକୁ ତୁଳସୀ ସାଙ୍ଗରେ ଖାଇଲେ କେତେ ରୋଗ ତମେ ଭଲ କଲଣି? କାହିଁକି ଏଗୁଡ଼ାକ ମିଛରେ କରୁଛ? ତେଣୁ ବରଂ ମହୁ ବାକ୍ସ ସୃଷ୍ଟି କର, ମହୁ ଚାଷ କର, ଆଉ ତୁଳସୀ ଚାଷ କର, ତୁଳସୀ ବୃକ୍ଷ କର। ଏଇ ବାସ୍ତବବାଦ କଥାଟା ମୁଁ କହେ, ଅନେକ ଲୋକଙ୍କୁ ସେଇଟା ପସନ୍ଦ ହୁଏନି। ତେଣୁ ବାବାଙ୍କର ଫଲୋଅର ସଂଖ୍ୟା କମିଯିବେ ଯଦି ଆପଣ ଚମତ୍କାରିତା ଦେଖେଇବେ, ଆପଣଙ୍କ ପାଖରେ ଲୋକ ବଢ଼ିବେ। ନାଇଁ, ମୋର ଚମତ୍କାର ଦେଖିବା ଦରକାର ନାହିଁ। ଜୀବନର 3ଟା ଭାଗ ଗଲାଣି, ଆଉ ଗୋଟେ ଭାଗ ଏମିତି ଆପଣମାନଙ୍କ ସହିତ ହସ ଖୁସି କଥାବାର୍ତ୍ତା ହେଇ ଚାଲିଯିବ। ତ ବାବା ମୁଁ ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବି, ବିଧବା ବିବାହ କରିବା ପାଇଁ ଆପଣ ଗୁରୁତ୍ୱ ଦେଉଛନ୍ତି। ଆଜିକାଲି ଲୋକ ତ ପାଠ ପଢ଼ିଲେଣି, ସେଇଟା କ'ଣ ଆପଣଙ୍କୁ କହିବା ପାଇଁ ପଡ଼ୁଛି? ରାଜା ରାମମୋହନ ରାୟ ବିଧବା ବିବାହ କରୁଥିଲେ, ଆମେ ଇତିହାସରେ ପଢ଼ୁଛେ। ତ ଏବେ ବିଧବା ବିବାହ କଥା କହିବା ପାଇଁ କାହିଁ ପଡ଼ୁଛି? ଆଉ ଆପଣ ମଝିରେ କହୁଥିଲେ ସିନ୍ଦୁର ଲଗାନ୍ତୁ ସବୁ ବିଧବା ମାନେ, ଏସବୁ ପରମ୍ପରା ବିରୋଧୀ କି ନୁହେଁ? ମୋର କହିବା କଥା ହଉଛି, ସ୍ୱାମୀ ମରିଗଲା, ସ୍ତ୍ରୀ ଯଦି ଚାହିଁବ ଯେ ମୁଁ ଏ ସିନ୍ଦୁର ଆଜିଠାରୁ ନିଭିଗଲା, ମୋ ଶଙ୍ଖା ଚାଲିଗଲା, କିନ୍ତୁ ସିଏ ଯଦି ଚାହିଁବ ଆଉ ତମେ ଜବରଦସ୍ତି ତାକୁ ମାରି ବସି ତା ସିନ୍ଦୁରକୁ ନିଭେଇବ, ତୁମେ ହାତରୁ କାଚକୁ ଭାଙ୍ଗିବ, ତା ଠାରୁ ବଳି ଦୁଃଖର କଥା କିଛି ନାହିଁ। ଆପଣଙ୍କ କଥାରେ କିଛି ପ୍ରଭାବିତ ହେଲେଣି? ସିନ୍ଦୁର ସେମାନେ ବିଧବା ନ ହେଲେ ସୁଦ୍ଧା ସେମାନେ ସିନ୍ଦୁର ପିନ୍ଧୁଛନ୍ତି, କାଚ ପିନ୍ଧୁଛନ୍ତି, ଏମିତି ଘଟୁଛି ରୁରାଲ ବେଲ୍ଟରେ, ଗାଁ ଅଞ୍ଚଳରେ। ହଁ, ନାଇଁ, ବହୁ ପ୍ରଶଂସା ମୁଁ ପାଇଛି। କିଛି ଲୋକ କାଚ ପିନ୍ଧିଛନ୍ତି, ମୁଁ ଫୋନ କରିଛି, ଆରେ କାଚ ତମେ ଏମିତି 10 ପିନ୍ଧୁଥିଲ, କ'ଣ ଗୋଟେ ଶଙ୍ଖା ନାଇବାରେ କ'ଣ ଗୋଟେ ଅସୁବିଧା ଅଛି? ସିନ୍ଦୁର ଏଇଟା ହଉଛି ଶ୍ରୀମନ୍ତ ସିନ୍ଦୁର, ଯୋଉଟା ମା ମାନଙ୍କର, ତୁମେ ତାକୁ ନ ପିନ୍ଧ, କିନ୍ତୁ ଶାରଦାଙ୍କର, ବିରଜାଙ୍କର, ଆମର ଦକ୍ଷିଣେଶ୍ୱରୀ କାଳୀଙ୍କର ମାର ସିନ୍ଦୁର ମା ହିଁ ପିନ୍ଧିବ। ଆଉ ତମେ ଅଲକ୍ଷଣୀ କେମିତି ହେଇଗଲ? ଆଉ ପୁଅ ଝିଅ ବାହାଘର ହବ, ତମ ଆଗକୁ ଆସିବେନି, ତମେ ତାଙ୍କୁ ଆଶୀର୍ବାଦ କରିବନି, ଯେହେତୁ ତୁମର ମା ନାହିଁ, ବାପା ନାହିଁ। ତେଣୁ ପ୍ରଥମେ ତମେ ହିଁ ହୁଳୁହୁଳି ପକାଅ, ତୁମେ ହିଁ ବନ୍ଦାପନା କର। ଆଶ୍ରମରେ ପତିହରା ମା ମାନେ ଯଜ୍ଞରେ କଳସ ବୁଡ଼ାନ୍ତି, ଲକ୍ଷ୍ମୀ ପୂଜା କରନ୍ତି। ଆପଣଙ୍କ ଆଶ୍ରମରେ ଯୋଉମାନେ ସ୍ୱାମୀ ନଥିବ ସେଇମାନଙ୍କୁ ସେଇମାନେ ଲକ୍ଷ୍ମୀ ପୂଜା କରିବେ। ସେଇମାନେ ଗୋଟିଏ ଦିନ କଳ ଯଜ୍ଞ ହୁଏ, ଏଇ ପୂର୍ଣ୍ଣମୀ ବାସି ଛାଡ଼ ଖାଇ ଦିନ ହୁଏ, ମୋ ବୋଉର ଦିନ ସେଦିନ। ତେଣୁ ସେଇଦିନ ଅନେକ ମା ମାନେ ଆସନ୍ତି। ଆଉ ମୁଁ ଯୋଉଠିକି ଯାଏ, ଯୋଉ କାର୍ଯ୍ୟକ୍ରମରେ ଯୋଗ ଦିଏ, ସେଠି ପତିହରା ମା ମାନଙ୍କୁ ପ୍ରଥମ ପୂଜା ହବ। ସ୍ୱାମୀ ଯୋଉମାନଙ୍କର ନାହିଁ, ବିଧବା, ସେଇମାନେ ଆସିକି ପୂଜା। ହଁ, ପତ୍ନୀ ହରା ବାପାଙ୍କୁ ମଧ୍ୟ କରାଯାଇପାରେ, କିନ୍ତୁ ସେଟା ବି ଅସୁବିଧା ନାହିଁ। କିନ୍ତୁ ସମସ୍ତଙ୍କୁ ଶାଢ଼ୀ ଦିଆଯିବ, ସମସ୍ତଙ୍କୁ କୁହାଯିବ ସିନ୍ଦୁର ପିନ୍ଧିବା ପାଇଁ। ସିନ୍ଦୁର ପିନ୍ଧିବା କଥା ବାଧ୍ୟ କରାଯିବନି, କିନ୍ତୁ ଆପଣ ପିନ୍ଧିଲେ କିଛି କିନ୍ତୁ ସିନ୍ଦୁରଟି ଥୋଇ ଦଉ, ଯେ ଚାହିଁଲେ ପିନ୍ଧିପାରିବ। ଯିଏ ଚାହିଁବ ସେ ଯେକୌଣସି ଠାକୁରାଣୀଙ୍କ ନାଁରେ ପିନ୍ଧି ପାରିଲେ ପିନ୍ଧ। ତ ସେମାନେ ପିନ୍ଧନ୍ତି? ଅଳ୍ପ ପିନ୍ଧନ୍ତି। ତାମାନେ ପୁରା ଲୋକ ଆକ୍ସେପ୍ଟ କରିନାହାନ୍ତି ଯେ ମୋ ସ୍ୱାମୀ ମରିଯାଇଛି, ମତେ ସିନ୍ଦୁର ପିନ୍ଧିବା ଉଚିତ ନୁହେଁ, ଏଇଟା ମୁଣ୍ଡ ଭିତରେ ପଶି ଯାଇଛି। ତେଣୁ କମ୍ ଲୋକ ସିନ୍ଦୁର ପିନ୍ଧିକିରି ଯାଆନ୍ତି।
ଆପଣ 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 ତ ଚିହ୍ନିଛନ୍ତି ଋତୁପର୍ଣ୍ଣାଙ୍କୁ, ତାଙ୍କର ତ ସ୍ୱାମୀ ନାହିଁ, କେତେ କାଚ ନେଇଛନ୍ତି କେତେ ସିନ୍ଦୁର ନେଇଛନ୍ତି। ଆଉ ତାଙ୍କୁ ମୁଁ ଯୋଉ ସଭାକୁ ଡାକିଛି ସିଏ କ'ଣ କରନ୍ତି, ଯୋଉ ପତିହରା ମାନଙ୍କୁ ଦେଖନ୍ତି ସେ ନିଜେ କାଚ ଓହ୍ଲେଇକିରି ଦିଅନ୍ତି। କାଚ ଓହ୍ଲେଇକି ଦିଅନ୍ତି। ତେଣୁ ଆପଣ ଶାଢ଼ୀ ମାନେ ପ୍ରିଣ୍ଟ ପକା ଶାଢ଼ୀ ତାଙ୍କୁ ମଧ୍ୟ କୁହନ୍ତି ପିନ୍ଧିବା ନାଇଁ କୋଉ ଧଳା ଶାଢ଼ୀ ପିନ୍ଧିବେ ସେଗୁଡ଼ାକ ମୁଁ ଗ୍ରହଣ କରିପାରେ ନା। ଶାଢ଼ୀ ତ ପିନ୍ଧିବେ ଆଉ। ଶାଢ଼ୀ ପିନ୍ଧିବେ। ତେଣୁ ବିଧବା ମାନଙ୍କୁ ସିନ୍ଦୁର ପିନ୍ଧିବା ପାଇଁ ଶାଢ଼ୀ ପିନ୍ଧିବା ପାଇଁ ଆପଣ ଉତ୍ସାହିତ କରୁଛନ୍ତି। ଏହାଦ୍ୱାରା ଆପଣ ପରମ୍ପରା ବିରୋଧୀ ହଉନାହାନ୍ତି? ପରମ୍ପରା ବିରୋଧୀ ହେଲେ ବି ଆପଣ ଦେଖନ୍ତୁ, ଏଇ ଯୋଉ ଆମେ ଯୋଉ ସନାତନ ଧର୍ମ ଭିତରେ ରହିଛୁ, ଗୋଟିଏ ଆର୍ଯ୍ୟ ସମାଜ, ଗୋଟିଏ ମହାତ୍ମା ସମାଜ, ଗୋଟିଏ ଆପଣଙ୍କର ଯେତେ କେତେ ଗୁଡ଼ିଏ ସମାଜ, ଅଲେଖ ଅଲେଖ ସମାଜ, ମହିମା ଅଲେଖ ସମାଜ, ଅନେକ ସମାଜ ଭିତରେ ଇଏ ପ୍ରଥା ବିଲକୁଲ ଉଠେ ବି ନାହିଁ, ଇଏ କଥା ହୁଏ ନାହିଁ। ତ ତାହେଲେ ସେ ସମାଜ ବଞ୍ଚିଛି କି ନାହିଁ? ଏ ତ ଆମରି ସମାଜ, ଅଲେଖ ଆମର, ଆର୍ଯ୍ୟ ଆମର, ସବୁ ସେଠି କ'ଣ ବିଧବା ନାହାନ୍ତି? ନା ବିଧବା ମାନେ ଏଇ ଯୋଉ ବିଧବାଙ୍କୁ ଏଇଭଳି ଟ୍ରିଟ୍ କରାଯାଏ। ହଁ ତାହେଲେ ବିଧବା ମାନେ ହବିଷ କରିବା ଉଚିତ ନୁହେଁ? ହଁ ହବିଷ କରନ୍ତୁ, ସେଟା ହଉଛି ବ୍ରତ। ବ୍ରତ। ସେମାନେ ବ୍ରତ ନ କରିବେ, ଆମିଷ ଖାଇବେନି। ଆମିଷ ଖାଇଲେ ଦୋଷ ବିଲକୁଲ କିଛି ନାହିଁ। ଆଉ ଆମିଷ ନ ଖାଇବେ ଭଲ। ନ ଖାଇଲେ ଭଲ, କିନ୍ତୁ ଖାଇଲେ ସେମିତି ପାପ ନୁହଁ। ପାପ ନୁହେଁ, ଏତେ ପାପ ହବନି। ତ ବିଧବା ଯଦି ସିନ୍ଦୁର ପିନ୍ଧେ, ବିଧବା ଯଦି ଭଲ ଶାଢ଼ୀ ପିନ୍ଧେ, ବିଧବା ଯଦି ଆମିଷ ଖାଏ, ତାହେଲେ କିଛି ଅସୁବିଧା ନାହିଁ ବୋଲି ବାବା ସିଧାସଳଖ କହୁଛନ୍ତି। ବିଧବା ଯଦି ଶାଢ଼ୀ ପିନ୍ଧେ, ସିଏ ନିଜେ ଚିନ୍ତା କରିବା ଉଚିତ ମୁଁ କୋଉ ଟାଇପର ଶାଢ଼ୀଟା ପିନ୍ଧିବି। କିନ୍ତୁ ସିଏ ଯଦି ଚାହିଁବ ମୁଁ ଏଇ ଶାଢ଼ୀଟା ପିନ୍ଧିବି, ସେ ପିନ୍ଧୁ, ତାକୁ ଛାଡ଼ି ଦିଆଯାଉ। ସିଏ ଯଦି ଚାହିଁବ ମୁଁ ଆମିଷ ଖାଇବି, ଖାଉ। କିନ୍ତୁ ତାକୁ ଗୋଟେ ଏତେ ରେଷ୍ଟ୍ରିକ୍ସନ କାହିଁ କରାହଉଛି? ସେଟା ତ ଗୋଟେ ତା ଦ୍ୱାରା କିଛି ଗୋଟେ ଧାନ ଫସଲ ହବ କି ମୁଗ ଫସଲ ହବ, କିଛି ତ ହବନି। ସେ ତ ମା ହେଇକି ରହିବ। ବିଧବା ମାନେ ବିବାହ କରିବା ପାଇଁ ଆଗେଇ ଆସିଲେଣି ଗାଁରେ। ହଁ, ମୁଁ ତ 2-3ଟି ଖଣ୍ଡ ବିବାହର ହେଇଯାଇଛି ଜାଣି। ଆପଣ ନିଜେ ମଧ୍ୟସ୍ଥତା କରି, ସେମାନେ ଚାହୁଁନଥିଲେ, କିନ୍ତୁ ସେମାନେ ଚାହୁଁନାହିଁ, ସେମାନେ ଚାହୁଁନଥିଲେ, କିନ୍ତୁ ଅନୁମତି ମାଗିଥିଲେ ମୁଁ ବିବାହର କରିପାରିବି କି। ଗୋଟେ ବୌଦ୍ଧ ଜିଲ୍ଲାରେ କରାହେଇଛି, ଆଉ ଗୋଟେ ଜାଗାରେ କରାହେଇଛି, ଏମିତି ମୁଁ କରିଛି। କିନ୍ତୁ ଯେତିକି ଗପୁଛି ବା ଯେତିକି କହୁଛି ସେତିକି ଫଳ ନ ଫଳୁ, କିନ୍ତୁ ଆସ୍ତେ ଆସ୍ତେ ଫଳିବ, ଏ ଆଶା ରଖା ହେଇଛି। ଆପଣଙ୍କୁ ବିରୋଧ ହଉଛି କି ନାହିଁ? ବିରୋଧ ତ ଆପଣଙ୍କ ସମ୍ମୁଖରେ ବି ମତେ ବିରୋଧ କରାହେଇଛି। ଇଏ କି ବାବା, ଇଏ କ'ଣ କୋଉ ଅମୁକ ବାବା ଧମକ ବାବା ଏମିତି କ'ଣ କହିଗଲେ। ଆପଣ ତାଙ୍କୁ ଚିହ୍ନିଛନ୍ତି ମଧ୍ୟ, କିନ୍ତୁ ସେ କହିଲେ ମୁଁ ପରବର୍ତ୍ତୀ ସମୟରେ ମୁଁ ତାଙ୍କ ପାଖକୁ ଶାନ୍ତ ସରଳ ଭାବରେ ପତ୍ରଟିଏ ଦେଲି। ତାପରେ ଆମର ସମ୍ବନ୍ଧ ବି ଭଲ ଅଛି। ଏଇ ୱେଷ୍ଟର୍ଣ୍ଣ ଓଡ଼ିଶା, ପଶ୍ଚିମ ଓଡ଼ିଶାକୁ ନେଇ ଆପଣଙ୍କର ଗୋଟେ ମନ୍ତବ୍ୟ ବହୁତ ବିବାଦ ତିଆରି କରିଥିଲା, ଯେତେବେଳେ ଆପଣ କହିଥିଲେ ନୂଆଖାଇରେ କାହିଁକି ଏତେ ଆମିଷ ହେଉଛି, ମାଛ ମାଂସ ଲୋକ କାହିଁ ଖାଉଛନ୍ତି ମଟନ। ତ ଆପଣଙ୍କ ହୃଦୟରୁ ବାହାରୁଥିଲା ଯେ ଲୋକ ଏତେ ମଟନ ଖାଆନ୍ତୁନି, କିନ୍ତୁ ଚାପ ଯେତେବେଳେ ବଢ଼ିଲା ଆପଣ ବାଧ୍ୟ ହେଲେ ନିଜ ମତକୁ ଫେରେଇ ନେବା ପାଇଁ। ମୁଁ ଏବେ ବଲାଙ୍ଗୀର ଯାଇଥିଲି, ପଶ୍ଚିମ ଓଡ଼ିଶାର ସମସ୍ତ କଥା, ଏଇ ନୂଆଖାଇ କଥାଟେ ମୁଁ କହିଲି ଯେ ପ୍ରଥମ ନୂଆଖାଇ ହେଉଛି ମାତୃ ଗର୍ଭରେ ଶିଶୁର ନାଭି ସହିତ ମାର ସମ୍ପର୍କ ରହିଛି, ଯାହାଦ୍ୱାରା କି ପିଲା ଖାଦ୍ୟ ଖାଇ ସେଠି ବଞ୍ଚୁଛି। ଦ୍ୱିତୀୟ ନୂଆଖାଇ ହେଉଛି ଯେତେବେଳେ ପିଲାଟି ଜନ୍ମ ହେଲା, ତା ସ୍ତନରୁ କ୍ଷୀର ପିଇଲା, ସେ ଦ୍ୱିତୀୟ ନୂଆଖାଇ। ତୃତୀୟ ନୂଆଖାଇ ହେଉଛି ଯେ ଯୋଉନ ଅନ୍ନପ୍ରାଶନ ହେଲା ପିଲାର, ସେ ତୃତୀୟ ନୂଆଖାଇ। ଚତୁର୍ଥ ନୂଆଖାଇ ହେଉଛି ଆମର ସବୁ ଭଲ ଭଲ ଫସଲ ହେଲା, ବାଡ଼ି ବଗିଚା ପନିପରିବା ହେଲା, ସେତେବେଳେ ଆମେ ଖାଇବା। କିନ୍ତୁ ଏହା ହେଉଛି ଲକ୍ଷ୍ମୀଙ୍କର ପୂଜା। ଯଦି ଲକ୍ଷ୍ମୀଙ୍କର ପୂଜା ଆମେ କରିବା, ତାହେଲେ କ'ଣ 3ଟି ଦିନ ଅନ୍ତତଃ କ'ଣ
ଆମେ ପାଳନ କରିପାରିବାନି? ଆମେ କ'ଣ ଆମିଷ ନ ଖାଇଲେ ହବନି? ଏଇଟା ଥିଲା ମୋର ମନ୍ତବ୍ୟ। ସେଟାକୁ ଯେତେବେଳେ ଭୁଲ ସବୁ ବୁଝିଲେ ମୁଁ ତ କଥା ଫେରେଇ ଆଣିଲି। ତ ଏବେ ଆଉ ଆପଣ ସେଥିରେ ଗୁରୁତ୍ୱ ଦଉ ନା ନା, ମୁଁ ଯାଇଥିଲି ବଲାଙ୍ଗୀର, ସେଠି ମଧ୍ୟ ଯୋଉ କଥା ଆପଣଙ୍କ ପାଖରେ କହୁଛି ବହୁ ଲୋକ ହେଇଥିଲେ। ଆଉ ବହୁ ଲୋକ ଭିତରୁ କିଛି ଲୋକ ଆସିଥିଲେ ଏଇ କଥାର ସାମ୍ବାଦିକ ମାନେ ଏ ବିଷୟରେ ମୋତେ ପ୍ରଶ୍ନ ବି କିଛି କଲେ, କିନ୍ତୁ ସମସ୍ତେ ଖୁସି ହେଲେ ଏବଂ କଥାଟାକୁ ଠିକ ଭାବରେ ସୋସିଆଲ ମିଡ଼ିଆରେ ଯେଉଁମାନେ ଆପଣଙ୍କୁ ସମାଲୋଚନା କରୁଥିଲେ ଆଉ ଆପଣଙ୍କ ସଭାରେ ଯେଉଁମାନେ ଥିଲେ ସେମାନଙ୍କ ଭିତରେ ଗୋଟେ ଗ୍ୟାପ୍ ଅଛି ମୋତେ ଲାଗୁଛି। କାରଣ ଆପଣଙ୍କ ସଭାକୁ 50ରୁ 60 ବର୍ଷର ଲୋକମାନେ ଯାଉଥିବେ, ଆଉ ସେ ଜାଗାରେ ଆପଣଙ୍କୁ ଯେଉଁମାନେ ସୋସିଆଲ ମିଡ଼ିଆରେ ଗାଳି ଦେଉଥିଲେ ସେମାନେ ହେଉଛନ୍ତି ଯୁବକ। ଯୁବକମାନେ ଚାହାନ୍ତି ଟିକେ ଆମିଷ ଖାଇବୁ, ଆମେ ଆମିଷ କାହିଁକି ରେଷ୍ଟ୍ରିକ୍ଟ କରିବୁ, ଆମର ପର୍ବ ଚାଲିଛି ଆମେ ଆମିଷ ଖାଇବୁ। ତେଣୁ ବୋଧହୁଏ ସୋସିଆଲ ମିଡ଼ିଆର ଭ୍ୟୁଅର୍ ଆଉ ଆପଣଙ୍କ ଆଧ୍ୟାତ୍ମିକ ପ୍ରବଚନ ଶୁଣୁଥିବା ଦର୍ଶକଙ୍କ ଭିତରେ ଟିକେ ଗ୍ୟାପ୍ ଅଛି। ଗ୍ୟାପ୍ ଥାଇପାରେ, କିନ୍ତୁ ପାଠୁଆ ପିଲାମାନେ ଆଜିର ପୁଅ ଝିଅମାନେ ପାଠ ପଢ଼ିଛନ୍ତି, ସେ ପାଠ ପଢ଼ି ବୁଝୁଛନ୍ତି ଯେ କୋଉ ଖାଦ୍ୟରେ କ'ଣ ଅଛି। ଆମେ ମାଛ ଖାଇବୁନି, ଡାଲି ଜାତୀୟ ଖାଦ୍ୟ ଖାଇବୁ, ଆମେ ଅମୁକଟା ଖାଇବୁନି, ତା ଗୁଣଟା କୋଉଠି ଅଛି। ତେଣୁ ଆମେ କ'ଣ ଏମିତି 2-3 ଦିନ ଆମେ ରହିପାରିବୁନି? ପୁଣି ଯୋଉ ରାଜ୍ୟରେ ଜମା ବି ଆମିଷ ଖାଆନ୍ତିନି ସେମାନେ ତ ସୁନ୍ଦର ସୁସ୍ଥ ସବଳ ଅଛନ୍ତି। ରାଜସ୍ଥାନରେ ବିଲକୁଲ ତାର ସତ୍ତା ନାହିଁ, ଗୁଜୁରାଟରେ ତାହେଲେ ସେମାନେ ରହୁଛନ୍ତି କେମିତି? ତେଣୁ ଏମାନେ ଗୋଟେ ଖାଦ୍ୟର ଲାଳସା, ଏଇଟା ଗୋଟେ। ବାବା ଆପଣ ନିରାମିଷାସୀ ସମ୍ପୂର୍ଣ୍ଣ? ମୁଁ ଆଜନ୍ମ ନିରାମିଷ, ଜନ୍ମରୁ। ମାଛ ମାଂସ ଆ ପ୍ରତି ଆପଣଙ୍କର ମୁଁ ଖାଇଛି, କିନ୍ତୁ ମୁଁ ତା ପ୍ରତି ମୋର କୌଣସି ଆସକ୍ତି ନାହିଁ କିମ୍ବା କାହାକୁ ଖାଇବା ପାଇଁ ବାଧ୍ୟ ବି ମୁଁ କରେ ନାହିଁ। ଆଇଁଷ ଖାଇଲେ ପାପ ହୁଏ କି? ନା ନା, ପାପ କଥା ମୁଁ ଚିନ୍ତା ହିଁ କରିନି। ଯୋଉ ମଣିଷ ଉଲଗ୍ନ ଥିଲା, ଯୋଉ ମଣିଷ କଞ୍ଚା ମାଂସ ଖାଇ ତାର ସଭ୍ୟତା ତିଆରି କରିଥିଲା, ତାହେଲେ ମାଂସର ଦୋଷ କୋଉଠି ରହିଲା? ମାଂସର ଦୋଷ ନାହିଁ, କିନ୍ତୁ ଜୀବ ହତ୍ୟା, ନିଷ୍ଠୁର ଭାବରେ ଜୀବକୁ ହତ୍ୟା କରିବା, ଏଇଟା କିନ୍ତୁ ପାପ। କିନ୍ତୁ ମଣିଷ ମାଂସ ଖାଇବ ମାନେ ତ ଜୀବ ହତ୍ୟା କରିବ। ମାଂସ ନ ଖାଇଲେ ବି ଚଳିବ। କିନ୍ତୁ ଆପଣ କହୁଛନ୍ତି ମଣିଷ ସୃଷ୍ଟି ହେଇଛି ମାଂସ ଖାଇବା ଭିତରେ। ମଣିଷ ତ ଆରମ୍ଭରୁ ଭେଜିଟେରିଆନ ନଥିଲା, ମଣିଷ ସୃଷ୍ଟି ହେଇଛି। ମଣିଷ ମାଂସ ଖାଇବାରୁ ଆରମ୍ଭ କରିଛି, ଏବଂ ସିଏ ଯେତେବେଳେ ବୁଝିଲା ଯେ ଏଇ ଖାଦ୍ୟଟା ଖାଇଲେ ମୋର କ'ଣ ହବ, କ୍ଷୀର ପିଇଲେ କ'ଣ ହବ, ମଦ ପିଇଲେ କ'ଣ ହବ, ଆଉ ଯୋଉମାନେ ଆଜି ମଦ ପିଉଛନ୍ତି ବା ଆମିଷ ଖାଉଛନ୍ତି ସେମାନଙ୍କୁ ବି ପଚାରିଲେ ସେମାନେ ପୁରା ସାଇନ୍ସ ବୁଝେଇଦେବେ। ଫିଜିକାଲ ଯୋଉମାନେ ମାଂସ ଖାଉଛନ୍ତି ସେମାନେ ସବୁ ଅସୁବିଧାରେ ପଡୁଛନ୍ତି, ଯୋଉମାନେ କ୍ଷୀର ଖାଉଛନ୍ତି ସେମାନେ ଭଲରେ ଅଛନ୍ତି। ନା, ସେମିତି କିଛି ନାହିଁ, ଅସୁବିଧା କିଛି ନାହିଁ। କିନ୍ତୁ 40 ବର୍ଷ ପରେ ଆମିଷ କମିବା ଦରକାର। ପାପ ପୁଣ୍ୟ ଦୃଷ୍ଟିରୁ ଆପଣ କେମିତି ଦେଖୁଛନ୍ତି ଆମିଷ ଖାଇଲେ ପାପ କି? ନା ପାପ ମାନେ ଆମିଷ ଖାଇଲେ ପାପ, ଆକୁ କେବଳ ସନାତନ ଧର୍ମର କିଛି ସମ୍ପ୍ରଦାୟ କହିଛନ୍ତି। ଆପଣଙ୍କ ମତ କ'ଣ, ଆମିଷ ଖାଇଲେ ପାପ କି? ଦେଖନ୍ତୁ, ସାଇରାମଙ୍କ ଆଶ୍ରମରେ ରସୁଣ ଚାଲେ, ଶିରିଡି ସାଇଙ୍କ ଆଶ୍ରମରେ ରସୁଣ ଚାଲେ, ରାମକୃଷ୍ଣ ପରମହଂସଙ୍କ ଆଶ୍ରମରେ ମାଛ ବି ଖାଆନ୍ତି। କୋଉଠି କେମିତି ଶୁଣିଛି ଅଲେଖ ବାବାଜୀଙ୍କ ପାଖରେ ବି ମାଛ ଖାଏ। ତେଣୁ ମାଛ ଖାଇଦେଲେ ଯେ ପାପ ହେଇଯିବ ସେ କଥା କେବେ ନୁହଁ। ମନର ପବିତ୍ରତା ହଉଛି ପ୍ରକୃତ ପାପ ଆଉ ପୁଣ୍ୟ। ଯୋଉମାନେ ଚିକେନ ଖାଆନ୍ତି, ମଟନ ଖାଆନ୍ତି, ନା ସେଗୁଡାକ ଯୋଉମାନେ ଚିକେନକୁ ଏମିତି ମୋଡ଼ିବେ ଖାଇବେ, ସେଗୁଡାକ ମତେ ପସନ୍ଦ ହୁଏନି। କାରଣ ତାର ବି ବଞ୍ଚିବାର ଅଧିକାର ଅଛି। ମାଛର ବି ବଞ୍ଚିବାର ଅଧିକାର ଅଛି। ମାଛର ବି ମଟନ ଛେଳିର ବି ବଞ୍ଚିବାର ଅଧିକାର ଅଛି। ତେଣୁ ଯୋଉମାନଙ୍କର ବଞ୍ଚିବାର ଅଧିକାର ଅଛି ସେ ଅଧିକାରକୁ ମଣିଷ ଛଡେଇ ନଉଛି ମାନେ ପାପ କରୁଛି। ସେଇଟା ପାପ, ଆଉ ସେଇଟା ଗ୍ଲାନି। ପାପ ବୋଲେ ଗୋଟେ ଗ୍ଲାନି, ଆଉ ନିଶ୍ଚିତ ଭାବରେ। କିନ୍ତୁ ଗୋଟେ ଆପଣ କହୁଥିଲେ ଆପଣଙ୍କ ଫିଲୋସଫି ହେଉଛି ବାସ୍ତବବାଦ। ବାସ୍ତବବାଦ ଦୃଷ୍ଟିକୋଣ ଦେଖନ୍ତୁ, ମୁଁ
आरंभरू आम दर्शक मानक कही अनेक गुटे कौतूहलपूर्ण प्रश्न अच्छे यही माछ मांस कंटेक्स्ट रे मु स्पष्ट कर दूची जे मु जीवन में केबे आमिष खाइनी मोर बॉडी बोधे भगवान सेमती तैयारी करिसेंती जे मु कोनोसी परिस्थिति रे आमिष खाई परिबेनी जन्मरू मु केबे खाइनी। तो मोर प्रश्न होची बाबा गोटे जंगल भितर गोटे बाघ और हरिण रहउचंती बाघ हरिण को मारिया पे जाउची हरिण चेष्टा करची खसी जा पाए मन करंतु थर्ड पार्टी हिसाब रे आपन को दायित्व दिया गला आपण हरिण को सेव करिवे जदि हरिण को आपण सेव करंती ताहले आपण बाघ को ता खाद्य रु वंचित करचंती तो आपण को पई धर्म कोन हरिण को रक्षा करिबा ना बाघ को प्रिवेंट करिबा। खाद्य खादकर संपर्क जुग जुग धरी अछि किंतु इटी हिंसा अछि जनकर खाद्य जनकर जीवन किंतु हिंसाटा है बाघ पाखे चलबनी मनीष पाखे चलो मनीष पाखे कहीं चलो बाघ पाखे मनीष पाखे गोटे सुपर कनसियसनेस जहाँ दिव्य ज्ञान बोली कह जाउछि बाघ पाखे नहीं बोली आमे केमती बाघ पाखे ज्ञान अछि सेटा मनीष कहूछि जजमेंट हो जज किए मनीष मनीष कहूछि बाघर बुद्धि कम मोर बुद्धि अधिका एटा आपन को दृष्टिकोण आमे समस्त मनीष खाद्य खादक कौन से खाइबो बाघ घास खाइबो कि प्रश्न होछि सेया तो पॉइंट होछि जे दुनिया रे आपन को जदी कहा जाय जे आपन कोन करिवे बाघ को रक्षा करिवे ना हरिण को रक्षा करिवे बाघ को कहबे तू खा ना से मरि जीवो ताहले आपन को धर्म भी नष्ट होछि जदी से तार सेटा ता पई खाद्य खादक तार अर्थ ने मो पई हिटा खाद्य खादक ने गोटे रेशनल मैन रो लक्ष्य कोन बाघ को अटकेबा ना हरिण को सुरक्षा दबा खाली सेति के भी नुह मूषा को बिलेई खाइबो साप बेंग खाइबो ये तो स्थिराचरित हबार अछि तेणु एठी मनीषर धर्म कोन कि ताहा माने आमे अलाउ करिबा जे बाघ खाउ एठी मनीषर धर्म जीवे दया परम धर्म मनीष जीव को दया करिबो किंतु एनिमल वर्ल्ड रे सारा पृथ्वी को जदी आपण गोटे पृथ्वी रो बाहर रो गोटे यूनिट हिसाब रे नियंती किए कहा को मारुची किए कहा को हिंसा करुची किए कहा को खाउची आ ऊपर कोनोसी गोटिए रैशनल लॉ नाही या सत की कारण बाघ हरिण को खाई पारे या प्रकृतिर नियम एटी हिंसा होउची आ ई हिंसा को आमे ग्रहण करूछु आमे ताकू कहूछु बाघ खाइबो हरिण को कारण बाघ को आमे घास खाइबो देई पारुनी तणु ताकू बाघ को जे तयारी करिची तांकू प्रश्न पचारिबार अधिकार कहार नाही जे बाघ को काई कि आपण निरामिषासी कलेनी तथापि लटा भी मनीष पाखे अच्छी तमें मृग कुष्ठ सार मृग खाइब जदि खाइल ताकू भी मारिया पे लोक जन्म धमक देलेनी तेणु कौ पशु पक्षी की तुम्हें जातीय पशु मान को मार ताप लॉ भी अच्छी किंतु भात डाली तरकारी मु खाइबी मोर शांति रही से कथार कि किंतु ये जो लॉ आपण कहले जे मनीष मानक पाखरे एप्लीकेबल मनीष माने आमिष निरामिषासी चूज करि परिबे आउ बिना आमिष रे लोक खाई बंची पारिबे बाघ बिना आमिष रे होय तो न बंची पारे कुकुर होय तो न बंची पारे तेणु यूनिवर्स रो लॉ पूरा पूरी हिंसा विरोधी नुहे ए पृथ्वीर आत्मा को जे तैयारी करिसंती बा यूनिवर्स रो जे लॉ से लॉ पूरा पूरी हिंसा प्रति न्यूट्रल नुह जब मोटे हिंसा न हो कई का को न खांतु समस्त निरामिषासी रुहंतु हिंसा सृष्टि हवा उचित नुहे रक्तपात हवा उचित नुहे पृथ्वीर नियम सेया कहूनी ना समग्र विश्व ता भीतर अच्छी आ भारतर केतक आध्यात्मिक लोक तार दूरे आसिले केमिति हबो भारतर तो अनेक जाति अच्छा जो माने से माने आमिष प्रिय से सब किसी नुहे से सब केवल गोटे चली गप गोटे गप चली ए खाइबा उचित नुहे से खाइबा उचित नुह रसुण पियाज ये गोटे ये दीटा जिनिस होउची औषध मते जने साधु कहिले मु राजस्थान जाउथुआ बेले आपण पियाज रसुण खांती मु पियाज रसुण घृणा करे नाही एवं खांती कि नाही मोर बापा मते शपथ करैतिले तू जेते बेले मिलिबो तू खाइबू तेणु मु पियाज रसुण खाए पियाज रसुण को आपण आमिष बोली भाबंती नहीं ना ना मु भावेनी पियाज रसुण छतु
ଯୋଉଟାକୁ ଆମିଷ ବୋଲି କହନ୍ତି, ପିଆଜ ରସୁଣ ଛତୁ, ଆଉ ଗୋଟେ କ'ଣ ମନେ ପଡୁନି, ଏଇଗୁଡ଼ା ମୁଁ ଆକୁ ବିଶ୍ୱାସ କରେ। ଏମାନଙ୍କୁ ଆମିଷ ହିସାବରେ ନା ନିଆଯାଇ ନା ପାରିବ। ନା ନା, କେବେ ମାଟିର ସନ୍ତାନ ଯେ ମାଟିରୁ ଯେ ତିଆରି ହେଉଛି ସେ ଆମିଷ ନୁହେଁ। ବିଧବା ମାନେ ଲକ୍ଷ୍ମୀ ପୂଜା କରିବା ଉଚିତ। ବିଧବା ମାନେ ଲକ୍ଷ୍ମୀ ପୂଜା କଲେ କ୍ଷତିଟା କ'ଣ? ମୋ ବାପା ମାଙ୍କର, ମୋର ବାପା ମା ଆଜିକି 14-15 ବର୍ଷ ହେଲା ଦେହ ତ୍ୟାଗ କଲେଣି। ମୁଁ ସ୍ୱର୍ଗତ ଚିହ୍ନ ମଧ୍ୟ ଦିଏ ନାହିଁ। କାହିଁକି? ମୁଁ ତାଙ୍କର ସତ୍ତ୍ୱ, ମୁଁ ତାଙ୍କର ସମ୍ପତ୍ତି, ମୁଁ ଯେ ପର୍ଯ୍ୟନ୍ତ ବଞ୍ଚିଛି, ମୋ ବାପା ମା ମରିନାହାନ୍ତି। ଆପଣ ବାପା ବଞ୍ଚିଛନ୍ତି ବୋଲି ଭାବନ୍ତି? ମୁଁ ଭାବେ, ଯେ ପଚାରିଲେ ମୁଁ କହେ ମୋ ବାପା ଏତିକି ଦିନ ହେଲା ଗଲେଣି, କିନ୍ତୁ ବାପା ମା ମୋର ମରିଯାଇଛନ୍ତି ଏ କଥା ମୁଁ କାହାକୁ କହେନି। ଆପଣ କ'ଣ କେବେ ଜୀବନରେ ଭୂତ ଦେଖିଛନ୍ତି? ଭୂତ ମୁଁ ଦେଖିନି, ସେ ମୋ ପାଖକୁ ଆସନ୍ତିନି କି ମୁଁ ତାଙ୍କୁ ଦେଖିନି। ଭୂତ ଅଛନ୍ତି ବୋଲି ଭାବନ୍ତି? ଭୂତ ତ ପଞ୍ଚମହାଭୂତ ଅଛି। ଭୂତ କହିଲେ ଗୋଟେ ମାନେ ଆଶା ପୂର୍ଣ୍ଣ ନ ହେଇଥିବା ଗୋଟେ ଅଶରୀର ଗୋଟେ ଅଶରୀରୀ ଦୁନିଆ ଅଛି। ଦୁନିଆଟା ଅଛି ବୋଲି ଅନେକଙ୍କର ମତ, ଅନେକ ସାଧୁସନ୍ଥ ମାନେ ମଧ୍ୟ ଆ ଉପରେ କହିଛନ୍ତି, କିନ୍ତୁ ମୁଁ ସେ ରାଜ୍ୟକୁ ଯାଇନି। ଫିଲ୍ କରନ୍ତି କି ନାହିଁ? ହଁ, ଫିଲ୍ କରିଛି। କେମିତି ଫିଲ୍ କରିଛନ୍ତି? ଗୋଟେ ଶବ୍ଦ ମୁଁ ଶୁଣିଛି, ଦିଟା ଶବ୍ଦ ମୁଁ ଶୁଣିଛି। ମୁଁ ଥରେ ଗୋଟେ ଚାଳ ଘରେ ବସିଥିଲି, ମୁଁ ଇଏ ଥିଲେ, ଏଇ ଯେଉଁ ମଣ୍ଟୁ ଭାଇ ବସିଛନ୍ତି ସେ ଥିଲେ, କିନ୍ତୁ ସେ କେତେବେଳେ ପଳେଇ ଆସିଛି ମୁଁ ଜାଣିନି। ମୁଁ ଯେତେବେଳେ ମଣ୍ଟୁ ମଣ୍ଟୁ ବୋଲି ଡାକିଲି, ଗୋଟେ ଶବ୍ଦ ଆସିଲା, ମଣ୍ଟୁ ଏଠି ନାହିଁ। ଇଏ ଗୋଟେ ଶବ୍ଦ। ଆଉ ଗୋଟେ ଶବ୍ଦ ମୁଁ ଆମେ ସମସ୍ତେ ଶୁଣିଲୁ ଯେ ଗୋଟେ ସ୍ତ୍ରୀ ଲୋକ ଯେମିତି ଗୋଟେ କୁନ୍ଥେଇଲା ଭଳିଆ, ଯେମିତି ତାକୁ ଗର୍ଭ ଯନ୍ତ୍ରଣା ହେଲା ଭଳିଆ ସେ କଷ୍ଟ ପାଉଛି ଏବଂ ଶବ୍ଦ କରୁଛି। ମୋତେ ସମସ୍ତେ ଡାକିଲେ, ମୁଁ ମଧ୍ୟ ଶୁଣିଲି ଏବଂ ମୁଁ ସେଥିପାଇଁ ପ୍ରାର୍ଥନା ମଧ୍ୟ କଲି, ହେ ଆତ୍ମା ତୁ ମୁକ୍ତି ପା, ତୁ ଆଉ କଷ୍ଟ ପାଆନା। ତେଣୁ ଏମିତି ଜୀବନରେ ଏମିତି କଥା ସବୁ ଘଟି। ଗାଁରେ ଯୋଉ ଭୂତ ଲାଗେ ତାହା ସତ ନା ମିଛ? ସେଗୁଡ଼ାକ 90% ମିଛ ଆଉ 10% ଟିକେ ସତ। 10% କୋଉଠି ସତ? ସତ କହିଲେ ସେମାନେ ଯୋଉ ଭୟଭୀତ ହେଇଯାଇଥାନ୍ତି, ସେଇ ଯୋଉ ଭୟଭୀତ ହେଇଯାଇଥାନ୍ତି ସେଇଗୁଡ଼ାକ ସତ। ସେ ଭୟରେ ଥରିବେ, ସେ ଅମୁକ କରିବେ, କିନ୍ତୁ ସେମାନେ କିଛି ମଣିଷର କରିପାରିବେନି। ଭୂତ ଏମିତି ରାତି ଅଧରେ ଆସିବ, ନିକାଞ୍ଚନ ଜାଗାରେ ଥିବ, ମଣିଷର କ୍ଷତି କରିପାରିବ, ଏମିତି କିଛି ଡାହାଣୀ ଚିରଗୁଣି? ଏସବୁ କଥା କେବଳ ଗାଁ ଦେଖନ୍ତୁ, ଗୋଟେ ଛାତ ପଡ଼ିବ, ସେ ଛାତଟା ବହୁତ ଦିନ ପର୍ଯ୍ୟନ୍ତ ଗୋଟେ ଗୋଡ଼ ବାଡ଼େଇଲା ଭଳିଆ ଶବ୍ଦ ଶୁଭିବ, ସେଟାକୁ ଲୋକ ଭୂତ ବୋଲି କହନ୍ତି। କିନ୍ତୁ ମୁଁ ସେମାନଙ୍କୁ କହେ, ଛାତର ଟେକ୍ନିକ୍ କିଛି ଭୁଲ ହେଇଛି, ସେ ଏମିତି ଶବ୍ଦ କରି କରି ସେ ଆପେ ଆପେ ବନ୍ଦ ହବ। ଭୂତ ପ୍ରେତ ଏଗୁଡ଼ା କିଛି କର। ଲୋକ ବିଶ୍ୱାସ କରନ୍ତି ଆପଣଙ୍କୁ? ହଁ, ବିଶ୍ୱାସ। ବାବା, ଏଇ ଗଜପତି ମହାରାଜାଙ୍କ ସମ୍ପର୍କରେ ଆପଣ ଅନେକ ଗୁଡ଼ିଏ ପ୍ରଶ୍ନ ଉଠେଇଥିଲେ ଅତୀତରେ। ଏବେ ଆପଣଙ୍କର ଲେଟେଷ୍ଟ କ'ଣ ଜଗନ୍ନାଥ ମନ୍ଦିର ଉପରେ ଆପଣଙ୍କର ମତ ରଖିଛନ୍ତି? ଗଜପତି ମହାରାଜ ଆମ ଓଡ଼ିଶାର 2 ଜଣଙ୍କୁ ଆମେ ସମ୍ମାନ ଦଉ, ସମସ୍ତେ ଦିଅନ୍ତି। ଜଣେ ହେଉଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଆଉ ଜଣେ ହେଉଛନ୍ତି ଗଜପତି। ତେଣୁ ଗଜପତିକୁ ଆମେ ସମସ୍ତେ ଠାକୁର ରାଜା ବୋଲି କହୁ, ଆଉ ଆମ ଜାତକରେ ସବୁ ତାଙ୍କ ନାଁ ହିଁ ଅଛି। ଆମେ ତାଙ୍କୁ କାହିଁ ନିନ୍ଦା କରିବାକୁ ଯିବୁ? ନିନ୍ଦାଟା ସେଇଆ ନୁହେଁ, କଥାଟାକୁ ବୁଝିବା ପାଇଁ ଟିକେ କଷ୍ଟ ହେଇଛି, ସେଇଟା ହେଉଛି ଅଡ଼ୁଆ କଥା। ଆଜିକାଲି ତ କୋଟି କୋଟି ଟଙ୍କାର ଗାଡ଼ି ବାହାରିଲାଣି, ଯେଉଁ ଗାଡ଼ି ଗୁଡ଼ାକ ମାନେ ମୁଁ ତ ଜାଣିନି, କୋଟିଏ ଟଙ୍କାର ଗାଡ଼ି। ତାହେଲେ ଆମ ଠାକୁର ରାଜାଙ୍କୁ ଆମେ କ'ଣ ଗାଡ଼ିରେ ନେଇପାରିବାନି, ସୁସଜ୍ଜିତ ଯାନରେ? ଆଉ ସେ ଯେଉଁ ପାନିକିରେ ଯାଉଛନ୍ତି, ସେ ପାନିକିଟା ବି ଥାଉ, ସେ ତାର ଗୋଟେ ନିଦର୍ଶନ ହେଇକି ରହୁ,
यही कथाटा मु कही गजपति किसी उत्तर देले आपनको ना किसी देना किंतु पालिंगी तो एबे आसुची हपाली के आसुची आसु से गोटे समय ताको परिवर्तन करि पारे न करि पारे मु आ कोन कहि जे मनीष माने काहेकि जने मनीष को बहिबे मनीष बोली मनीष भी नुहे जे वर्तमान देखंतु बहु जिनसर परिवर्तन हेलानी आपण मु गोटे रथ काठ उपर भी कही मु कही काठ गुड़ाक कहीं आमर नष्ट हम गछ रहू 2-3 वर्ष थरे रथ तैयारी हो ये कथा को मध्य अनेक ग्रहण करि पाले एबे आपण से मतरे स्थिर अछंती से जो जहा महाप्रसाद मारा हला कही ताकू पोती दिया न जाऊ बांटी दिया जाऊ गछ रथ चक को सुरक्षित रखा जाऊ एवं 2-3 वर्ष थरे मु कही परिबिनी से गजपति कहिबे गजपति शंकराचार्य सेवक माने से माने जहाँ स्थिर करिवे ना ये आम 2-3 वर्ष करवा गजपति जो पानिकी आउचंती से अनेक ओडिया 75 भाग ओडिया से माने खुशी जे आमे ठाकुर राजा को पानिकी ऊपर देखुछु सी जदि खुशी तेरे आम दुख कर किसी नहीं किंतु आमे खाली प्रस्तावता देइछु किंतु ता विरुद्ध रे किसी संग्राम करिनो कि करिवार भी नहीं बाबा आपण जहाँ को भावती ये कथाटा ठीक बोली बहु समय बड़ बड़ लोक मैंने जो माने पथ प्रदर्शक बोली आमे कहू बाट देखाती जो माने से माने निज कथा को लोकों सामने रखती जबरदस्त रखती जहाँ फल समाजर परिवर्तन आसे बहुत लोक भावुले विधवा माने विवाह करने उचित नुह राजा रामन राय परिवर्तन कले ना नहीं सती प्रथा उपरे लोकंकर मत थिला जे स्वामी जोटी मरुची स्त्री को सेठी पोड़ी दिया जाऊ तारी उपरे चिता उपरे पोड़ी दिया जाऊ से प्रथा बदलिला नहीं बहुत लोक विश्वास करुले कथारे किंतु सेमती आपण जदि भावुचंती बहुत लोक विश्वास करुथिबा कथा गुड़िक जे सबुले सत ता नुहे तेणु आपण आपण कथा को जोर रे कहबार असुविधा कौन अछि ना मु केबे भी डरी नहीं किंबा डरिबार प्रश्न भी नहीं किंतु लोक दुर्जन लोक को डरई पिठी पातना दे दुर्जन कुवचन बाणी मर्म विदारे यह शुणी मते दुख लगे जे कथा लगू टे ठीक भाव में बुझा चेष्टा करूँ मत डायरेक्ट पचारू ना बाबा यहाँ कहीं आप कहला तो मु तार उत्तरटा दियंती किंतु उत्तरटा सी प्रश्न आम थाउ न थाउ उत्तर से जहाँ भाव समालोचना को आप भय करते ना समालोचना को भय मु न कले भी मो पाई तो हजार हजार लोक भी मो पछरे अच्छी माने हजार हजार लोक आपण पछरे थिला बेले आपण भय कहीं करूछंती निज कथा को दृढ़ भाव में कहबार असुविधा कौन गोटे समालोचना कले बाड़िया पिटा माड़ गोलटा आम द्वारा हम नहीं आगुड़ा सही हमनी साधु सन्थ माने माने गोटे सामाजिक पट्टभूमि ऊर्ध्वर रहिबा उचित से माने साधारण लोक गाली देबे तांको भितरे हिंसा तैयारी हबो तांको भितरे बहु प्रकार समस्या आसीबो से माने आपनक सहित लड़िबे किंतु गोटे साधु ता ऊर्ध्व को पळेइबो से गाली मंद को खातिर करिवनी सी ता डोमेन ने सत कथा कहबो सबले तिरी करी नसे तो मोर वर्तमान जेतिकी आश्रम अछि को पळेइ जांती मो सब नाही एटा गोटे सामयिक भाई आसे किंतु मु ठाकुर प्रत्येक दिन गजपति को शंकराचार्य को नमस्कार करे एवं 22 बाबर्ष को नमस्कार करे मो जगन्नाथ संस्कृति को मु सब बेले सबुठारु माने उच्च स्थान में रखी केवल मो देश रे नुहे जेकोसी देशवासी मत कहे मु जगन्नाथ संपर्क रे मु एते पुराण पढ़ी कि मो जीवन अनुभूति एते अच्छी जे मुझे प्रकाश करने कुंठाबोध करी किंतु जने समाज संस्कार को सब बड़े एमती समालोचनार शिकार हुए यहाँ तो हूँ तार भविष्यत माने आपण तो केवल बाबा नुहंती सन्यासी नुहंती आपण होउचंती सेही भली जने व्यक्ति सन्यासी जे समाज संस्कार करने चाहूँगी तेणु समाज संस्कार बेले तो समालोचना आपन को सहया पड़ो से आप मानसिक स्तर में प्रस्तुत ना समालोचना शुणी गाली शुणी आप डरी जाती नहीं नहीं माने सहिबा को पड़िबो दुख रहिले भी
ଆମକୁ ସହିବାକୁ ପଡ଼ିବ। ଯେଉଁ କଥାଟାକୁ ଲୋକ ଠିକ୍ ଭାବରେ ବୁଝି ନାହାନ୍ତି ତାଙ୍କୁ ବୁଝିବା ପର୍ଯ୍ୟନ୍ତ ଆମର ବି ଧୈର୍ଯ୍ୟ ରହିବା ଦରକାର। କିନ୍ତୁ ଆମେ ସେ କଥାକୁ ବାରମ୍ବାର କହିବା ବୁଝେଇକିରି କହିବା। ଆଜି ଯେମିତି ମୁଁ କହୁଛି ଯେ ଗଜପତି ହେଉଛନ୍ତି ମୋ ଓଡ଼ିଶାର ଠାକୁର ରାଜା, ମୋର ବି ଠାକୁର ରାଜା। ଶଙ୍କରାଚାର୍ଯ୍ୟ ଧର୍ମରକ୍ଷକ, ମୋର ବି ଧର୍ମରକ୍ଷକ। ମୁଁ ତାଙ୍କୁ ନମସ୍କାର କରୁଥିବି ମଧ୍ୟ। ସିଏ ମୋତେ ଯାହା ଭାବୁଛନ୍ତି ଭାବନ୍ତୁ। ହଁ, କିନ୍ତୁ ଆପଣଙ୍କ କଥା ସବୁ ଚାଲି ରହିବ ନା ବନ୍ଦ ହେଇଯିବ? କଥା ସବୁ ଯାହା କହୁଛନ୍ତି ସବୁ ଚାଲିବ, କିଛି ଗଜପତି ସେ ପାଲିଙ୍କିରେ ଯିବା ଉଚିତ ନୁହେଁ, ଏ କଥା ଉପରେ ଆପଣ ସ୍ଥିର ରହିବେ ତ? ନା ପରିବର୍ତ୍ତନ ଯେତେବେଳେ ସେଟା ଆଉ ଏମିତି ସବୁବେଳେ କହିଲେ ବି ଭଲ ହବନି। କହିଲେ ମଧ୍ୟ ଗୋଟେ ଗଣ୍ଡଗୋଳ ସୃଷ୍ଟି ହବ। ତେଣୁ ସେଇଟା ମନ ଭିତରେ ରହିଛି ଏବଂ ତାର ସମୟ ଆସିବ ପୁଣି ଗଜପତିଙ୍କୁ ଗୋଟାଏ ଗାଡ଼ି କ'ଣ 100 ଖଣ୍ଡ ଗାଡ଼ି ଗଜପତିଙ୍କ ପ୍ରତି ଯେଉଁ ଶ୍ରଦ୍ଧା ଓଡ଼ିଶାବାସୀଙ୍କର ଅଛି ସେ 100ଟା ଗାଡ଼ି ବି ବସିକିରି ପ୍ରସେସନରେ ଯାଇପାରନ୍ତି। ତାପରେ ଶଙ୍କରାଚାର୍ଯ୍ୟ ଯେତେବେଳେ ଆସୁଛନ୍ତି ମୋ ରଥକୁ ତାଙ୍କୁ ବି ସ୍ୱତନ୍ତ୍ର ଗୋଟେ ସମ୍ମାନ ଦରକାର। କିନ୍ତୁ ସେ ସେମିତି ଆସୁଛନ୍ତି। ତ ଆପଣ ବହୁତ ଦିନ ଧରି ଯୋଉ ଗଣତନ୍ତ୍ର ଯଜ୍ଞ କରୁଥିଲେ, ଏ ନେତାମାନଙ୍କୁ କ'ଣ କହିବାକୁ ଚାହୁଁଥିଲେ? ନେତାମାନଙ୍କୁ କହିବାକୁ ଚାହୁଁଛି ମିଛ କୁହ ନେଇ, ଯାହା କହିବ ତାହା କର। ଏବଂ ତମେ ନେତା, ତମକୁ ନିର୍ବାଚନ କରିଛି କିଏ? ଆଉ ଯିଏ ଯେଉଁମାନେ ତମକୁ ନିର୍ବାଚନ କରିଛନ୍ତି ସେଇମାନଙ୍କ ଚିଠିର ଉତ୍ତର ଟିକେ ଦିଅ, ତାକୁ ଦେଖା ଟିକେ କର। ମୁଁ ଏବେ ଗୋଟେ ଚ୍ୟାନେଲକୁ ସେୟା କହିଥିଲି, ବୋଲେ ଗୋଟେ ସରକାରକୁ ମୁଁ 24 ଖଣ୍ଡରୁ ଅଧିକ ଚିଠି ଦେଲି, କିନ୍ତୁ ଗୋଟେ ଚିଠିର ଉତ୍ତର ପାଇଲି। କୋଉ ସରକାରକୁ ଦେଲେ? ନବୀନ ବାବୁଙ୍କୁ। କ'ଣ ସବୁ ଚିଠି ଦେଇଥିଲେ? ରାଜ୍ୟ ପାଇଁ, ରାଜ୍ୟର ଯୋଉଠି କ'ଣ ଅଡ଼ୁଆ ମଡ଼ୁଆ ହେଇଛି, ଧରନ୍ତୁ ଗୋଟେ ଆଳୁ ଚାଷ ଉପରେ ହଉ କି ହୀରାକୁଦ ଡ୍ୟାମ ଉପରେ ହଉ, ଏମିତି ଚିଠି ଦେଇଛି। ମୋ ନିଜ ପାଇଁ ମୁଁ କିଛି ଦେଇନି। ସେ ଚିଠିର ଗୋଟିଏ ଉତ୍ତର ମିଳିଲାନି? ଗୋଟିଏ ଉତ୍ତର ମୁଁ ପାଇପାରିଲିନି। ମନଟା ଦୁଃଖ ହେଲା। ନବୀନ ବାବୁଙ୍କୁ ଭେଟିଥିଲେ କେବେ? ନବୀନ ବାବୁ ଆଶ୍ରମକୁ ଯାଇଥିଲେ। ନବୀନ ବାବୁଙ୍କୁ ନା ଆଉ ଭେଟିନି, ବ୍ୟକ୍ତିଗତ ଭାବେ ଭେଟିନି। ପାଣ୍ଡିଆନ ବାବୁଙ୍କୁ ଭେଟିଥିଲେ କି? ନା, ସିଏ ତୀର୍ଥଲ ପର୍ଯ୍ୟନ୍ତ ଯାଇଥିଲେ, ଶାଳାଙ୍କ ପର୍ଯ୍ୟନ୍ତ, କିନ୍ତୁ ସେତିକି ଆଉ ଗୋଟେ ବେଲ୍ଟ ରହିଗଲା, ଜମା ତା ଭିତରକୁ ଯାଇନାହାନ୍ତି। ଆମେ ବି ତାଙ୍କୁ କିଛି ଜଣେଇନୁ। ଆପଣଙ୍କର ଏଇ ସରକାର ଯେତେବେଳେ ଭୋଟ ଟାଇମ ହୁଏ ବାବା, କିଛି ଭୂମିକା ଆପଣ ନିଅନ୍ତି କି? ଲୋକଙ୍କୁ କୁହନ୍ତି କାହାକୁ ଭୋଟ ଦେବା ଉଚିତ? ନା, ମୁଁ କାହାକୁ ଦିଏ ନା। ମୁଁ ବ୍ୟକ୍ତିକି ଭଲ ପାଏ। ମୁଁ ଦଳ ପ୍ରୀତି ଛାଡ଼, ଯେଉଁ ବ୍ୟକ୍ତି କର୍ମୀ ସେ ବ୍ୟକ୍ତିକୁ ଭୋଟ। ମୋଦିଙ୍କୁ ଭୋଟ ଦିଅନ୍ତୁ ନା ନବୀନ ବାବୁଙ୍କୁ ଭୋଟ ଦିଅନ୍ତୁ, ଯଦି ଜଣେ କିଏ ପଚାରିଥାନ୍ତା ସେଇ ସମୟରେ ଆପଣ କ'ଣ ଉତ୍ତର ଦେଇଥାନ୍ତେ? ତମ ଇଚ୍ଛା, ଯାହାକୁ ଦେବା କଥା ଦିଅ। ହଁ, ମୋର କାର୍ଯ୍ୟକ୍ରମର ଲାଷ୍ଟ ପାର୍ଟରେ ବାବା ମୁଁ ଜାଣିବା ପାଇଁ ଚାହିଁବି, ବିଜେପି ସରକାର ଆପଣଙ୍କୁ ପଦ୍ମଶ୍ରୀ ଉପାଧି ଦେଲେ, ତ ଆପଣ ମୋଦିଙ୍କ ପ୍ରତି କୃତଜ୍ଞତା ଜଣାନ୍ତି କି ନାହିଁ? ସେମିତି କିଛି ନାହିଁ। କେବଳ ମୁଁ ମୋଦି ବୋଲି ଜାଣୁନି, ଭାରତ ମୋର ଏଇ ସାମାଜିକ କାମ ଟିକେ ଟିକେ ସେ ଯାଇ ସେଠି ପହଞ୍ଚି ପାରିଛି, ସେଥିପାଇଁ ମୁଁ ଖୁସି। ଏବଂ ସେଥିପାଇଁ ମୋତେ ଗୋଟେ କ'ଣ ଉପାଧି ଦେଇଛନ୍ତି, ସେ ଯେତିକି ମୋ ପାଇଁ ଆନନ୍ଦ, କାମ କରିବା ପାଇଁ ଆହୁରି ବାଧ୍ୟକ କରିଛନ୍ତି, ସେଥିପାଇଁ ମୁଁ ବହୁତ ଖୁସି। ତ ଆପଣ ଆଗାମୀ ଦୁନିଆକୁ କେମିତି ଦେଖୁଛନ୍ତି? ଆଗାମୀ ଦୁନିଆ ବହୁତ ଭଲ ହବ। କିଛି ସେଗୁଡ଼ାକ ଯେଉଁ କ'ଣ ମିନ ଖେଳିବ କି ଇଏ କରିବ, ସେ କଥା ମାଳିକା ସତ ହବନି। ମୁଁ ସେ ସବୁ କଥାରେ କିଛି ପଶେନି। କେବଳ ଏଇ ଯେଉଁ ମଣିଷ କର୍ମବାଦୀ ହବ, କର୍ମବାଦୀ ସେଇଟା ହିଁ ବାସ୍ତବବାଦ। କର୍ମବାଦୀ ଯେପର୍ଯ୍ୟନ୍ତ ନ ହେଇଛି, ମୁଁ କାମ କରିବି ନାହିଁ, ଠାକୁର ଘରେ ପଶି ମାନେ ମିଷ୍ଟାନ୍ନ ବିରିୟାନୀ ଖୋଜିବି, ତା ହବନି। କର୍ମ କର। ମଣିଷ ଆଗକୁ ବେଶୀ କର୍ମରେ ବିଶ୍ୱାସ କରିବ। କର୍ମରେ ବିଶ୍ୱାସ କର। ଏଇ ଯୋଉ ବେକରେ ଆପଣ ପକେଇଛନ୍ତି ରୂପାର ମାଳି, ଏ କ'ଣ ଇଣ୍ଡିକେଟ୍ କରୁଛି? ଏଇଟା ହେଉଛି ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ଲିଖିତ ଗୋଟେ ଯନ୍ତ୍ର।
ହଁ ଆକୁ ପକେଇଲେ କ'ଣ ହବ? କିଛି କିଛି ହବନି, ଗୋଟା ପକେଇଛି ଗୋଟା ସମ୍ମାନ ସହିତ ହବ। ଆଉ ସମସ୍ତେ ଏମିତି କିଛି ପକେଇଲେ ଯଦି ଆପଣଙ୍କର ସବୁ ଜିନିଷକୁ ଲୋକ ଲକ୍ଷ୍ୟ କରୁଥିବେ, ବାବା ପକେଇଛନ୍ତି ମାନେ ଆମେ ପକେଇଲେ କିଛି ଗୋଟେ ଘଟିବ। ପକେଇଲେ କିଛି କ୍ଷତି ନାହିଁ, ଆମର ବିକ୍ରି ହଉଛି, ଯିଏ ପକଉଛନ୍ତି ପକଉ। ଓକେ, ବହୁତ ଧନ୍ୟବାଦ ବାବା ବଳିଆ ଆପଣଙ୍କର ଲାଇଭ୍ 360 ଏ ପଡ଼କାଷ୍ଟରେ ଯୋଗ ଦେଇଥିବାରୁ। ନିଶ୍ଚିତ ଭାବରେ ପରବର୍ତ୍ତୀ ସମୟରେ ଆମେ ଆହୁରି ଅନେକ ଗୁଡ଼ିଏ ଦିଗ, ଜୀବନର ଦିଗ ସମ୍ପର୍କରେ ଚର୍ଚ୍ଚା କରିବା। ବାବା ବଳିଆ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ କଥା କହିଲେ। ସବୁଠାରୁ ବଡ଼ କଥା ହେଉଛି ଯେ ପ୍ରଚଳିତ ବିଶ୍ୱାସ ବିରୁଦ୍ଧରେ ଯିବା, ଜାରି ରହିଥିବା ପ୍ରଚଳିତ ସମୟ ଯାହାକୁ ବିଶ୍ୱାସ କରେ ତାର ଭିନ୍ନ କଥା କହିବା। ବାବା ତାଙ୍କ ଉଦ୍ୟମ ଜାରି ରଖିଛନ୍ତି। ବିଧବାମାନେ ସିନ୍ଦୁର ପିନ୍ଧନ୍ତୁ, କାଚ ପିନ୍ଧନ୍ତୁ। ଓଡ଼ିଆ ସମାଜର ଇଏ ଗୋଟେ ସବୁଠାରୁ ବଡ଼ ବ୍ୟତିକ୍ରମ। ଆଜିର ଦିନରେ ଏକବିଂଶ ଶତାବ୍ଦୀରେ ମଧ୍ୟ ପତି ହରେଇଥିବା, ସ୍ୱାମୀ ହରେଇଥିବା ମହିଳାଟିଏ ସିନ୍ଦୁର ପିନ୍ଧି ପାରୁନି। ମୋତେ ଏ କଥାଟି ବହୁତ ଭଲ ଲାଗିଛି ଯେ ବହୁ ବର୍ଷ ଧରି ବହୁତ ଲୋକ ଯେ ସତ କହି ଚାଲିଛନ୍ତି ବୋଲି ଆମେ ଯେଉଁ ଧାରଣା ରଖିଛୁ, ହୁଏତ ତାହା ସତ ନୁହେଁ। ବହୁତ ଲୋକ ମିଛ କହିପାରନ୍ତି, ଅଳ୍ପ ଲୋକ ସତ କହିପାରନ୍ତି। ବହୁତ ଧନ୍ୟବାଦ ବାବା ବଳିଆ, ନମସ୍କାର।